हेलो एवरीवन मु आपण मानक पुणी थरे स्वागत करछि हम यूट्यूब चैनल फ्रेश ओडिसा को। आज हम पढ़िबा षष्ठ श्रेणी तृतीय अध्याय सुषम खाद्य सुस्थ शरीर रो उपाय। हाँ पिला माने शरीर जदि सुस्थ हेबाकू चाहुच हेले पिला माने खाद्य उत्तम भाव में ग्रहण करिबा। चलंतु आगकू जानिबा। गोटे एक श्लोक रही अछि, किए सुस्थ कि सुस्थ कि सुस्थ कि सुस्थ, जी ऋतु समय एवं स्थान अनुसार स्वास्थ्यकर उपयुक्त खाद्य आवश्यक परिमाण खाइते सी सुस्थ। हाँ पिला माने एक अमृत बाणी। हाँ पिला माने जी ऋतु अनुसार एवं समय अनुसार जी खाद्य खाऊए एवं ठीक परिमाण खाऊए सी ही सुस्थ। हाँ ये निश्चय। आज अनुचिंता पढ़िबा। अन्यान्य जतानि जीवन्ति तैत्तरेय उपनिषद। चलन्तु जानिबा आज ही अनुचिंतार अर्थ कौन। नीतू एवं मिष्टी प्रतिदिन विद्यालय नोटिस बोर्ड रे आज अनुचिंता पढ़ती। आज अनुचिंता अनेन जतानि जीवन्ति सेमाने उत्साहित कला। कौन से विषय वस्तु को जानिबे से तांका मन रे उंकी उठिला किछि। मिष्टी निजको कहिला यह एक संस्कृत वाक्य जार अर्थ होउछि खाद्य द्वारा जीव जगत बंचती। आज आस बुझिबा एई कथार मोहन। हाँ पिला माने खाद्य द्वारा ही जीव जगत बंचती, सी हो मनुष्य हो कि पशु हो कि उद्भिद हो, खाद्य ही जीव जगत बंचाई रखिछि। चलो आमे आउ कौन खाऊ, आमे आउ भात खाऊ, ଆଉ ପନିପରିବା ଖାଉ, ଡାଲି ଶସ୍ୟ ଜାତୀୟ ଜିନିଷ ଖାଉ, ଡାଲି ଜାତୀୟ ଜିନିଷ ଖାଉ, ବିଭିନ୍ନ ପ୍ରକାର ଜିନିଷ ଆମେ ଖାଉଥାଉ ଯାହା ଦ୍ୱାରା ଆମେ ବଞ୍ଚି ରହିପାରିଛେ। ଚାଲନ୍ତୁ ଜାଣିବା କାର୍ଯ୍ୟ 3.1 ଆସ ଲେଖି ରଖିବା। ଆମେ ସମସ୍ତେ ପ୍ରତିଦିନ ଖାଦ୍ୟ ଖାଇଥାଉ। ହଁ ପିଲାମାନେ ନିଶ୍ଚୟ ଖାଦ୍ୟ ଖାଇଥାଉ। ଆମେ ବଞ୍ଚିବା ପାଇଁ ହେଲେ ଖାଦ୍ୟ ଖାଇବା ନିଶ୍ଚୟ ଦରକାର। ଖାଦ୍ୟ ଆମ ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ଉପାଦାନ ସାରଣୀରେ 3.1 ରେ ତୁମେ ଏହି ସପ୍ତାହରେ ଖାଇଥିବ ପଦାର୍ଥ ଗୁଡ଼ିକ ତାଲିକାଭୁକ୍ତ କର। ଚାଲନ୍ତୁ ଜାଣିବା ଏକ ସପ୍ତାହ ଧରି ଖାଇଥିବା ଖାଦ୍ୟ ପଦାର୍ଥ। ମୁଁ ମୋର ଖାଦ୍ୟ ପଦାର୍ଥ ପିଲାମାନେ କହୁଛି। ମୁଁ ସୋମବାର ଦିନ କଣ ଖାଇଛି ପିଲାମାନେ? ସୋମବାର ଦିନ ମୁଁ ଭାତ ଖାଇଛି, ଡାଲି ଖାଇଛି, କଲରା ଭଜା ଖାଇଛି ଏବଂ ତା ସହିତ ମୁଁ ପାମ୍ପଡ଼ ଖାଇଛି। ମଙ୍ଗଳବାର ଦିନ କଣ ଖାଇଛି? ମଙ୍ଗଳବାର ଦିନ ସେ ଭାତ ଖାଇଛି, ଡାଲି ଖାଇଛି ଏବଂ କୋବି ଭଜା ଖାଇଛି। ବୁଧବାର ଦିନ କଣ ଖାଇଛି? ବୁଧବାର ଦିନ ମୁଁ ଖାଇଲି ରୁଟି ସହିତ ମୁଁ ଚଣା ତରକାରୀ ଏବଂ ମୁଁ ଖାଇଛି ମୁଁ କୁନ୍ଦୁରି ଭଜା, ତୋଡ଼ା ଭଜା ପିଲାମାନେ ଯାହା କହୁଛନ୍ତି। ଗୁରୁବାର ଦିନ ମୁଁ ଖାଇଛି ଫ୍ରୁଟ୍ସ ଖାଇଛି, ଏପଲ ଖାଇଛି, ଅଙ୍ଗୁର ଖାଇଛି ଏବଂ ଅରେଞ୍ଜ ଖାଇଛି, କମଳା ଖାଇଛି। ତା ସହିତ ମୁଁ ଟିକେ ଭାତ ଟିକେ, ଡାଲି ଟିକେ ଆଉ ଟିକେ ବାଇଗଣ ଭଜା ଟିକେ ଖାଇଛି, ଆଳୁ ବାଇଗଣ ଭଜା ଖାଇଛି। ପିଲାମାନେ କଣ ଖାଇଛନ୍ତି ଆପଣ ମାନେ ବି କହିବେ ପିଲାମାନେ। ଶୁକ୍ରବାର ଦିନ କଣ ଖାଇଛି ପିଲାମାନେ? ଶୁକ୍ରବାର ଦିନ ମୁଁ ଖାଇଛି ପିଲାମାନେ ସେ ରୁଟି ଖାଇଛି, ରୁଟି ସହିତ ଡାଲି ଖାଇଛି ଏବଂ ତା ସହିତ ମୁଁ ଦହି ଟିକେ ଖାଇଛି ପିଲାମାନେ। ଦହିରେ ଦହିରେ ଲଙ୍କା ମରିଚ ପକେଇକି ଲୁଣ ପକେଇକି ମୁଁ ଖାଇଛି, ମସ୍ତ ଲାଗିଛି ପିଲାମାନେ। ଏବଂ ଶନିବାର ଦିନ ମୁଁ ପିଲାମାନେ ମୁଁ ଖାଇଛି ମୁଁ ଅଣ୍ଡା ଶନିବାର ଦିନ ତ ମୁଁ ଖାଇନି ଅଣ୍ଡା। ଶନିବାର ଦିନ ମୁଁ ପିଲାମାନେ ମୁଁ ଖାଇଛି ଭାତ ଖାଇଛି, ଡାଲି ଖାଇଛି, ତା ସହିତ ଆଳୁ ଭଜା ଖାଇଛି ଆଉ ଅଲଡି ଆଉ ବିନ୍ସ ଭଜା ଖାଇଛି। ଆଉ ରବିବାର ଦିନ ପିଲାମାନେ ମୁଁ ନନଭେଜ ଖାଇଛି। କଣ ଖାଇଛି? ଅଣ୍ଡା ଖାଇଛି, ତା ସହିତ ଚିକେନ ଟିକେ ଖାଇଛି ଆଉ ଭାତ ଖାଇଛି ପିଲାମାନେ। ହେଇଗଲା ପିଲାମାନେ। ଆ ସେଇ ଏକ ସପ୍ତାହ ଧରି ଖାଇଥିବା ଖାଦ୍ୟ ପ୍ରସାଦ ଗୁଡିକ ହେଇଗଲା ପିଲାମାନେ। ଚାଲନ୍ତୁ ଏବେ ଯିବା ସାରଣୀ 3.1 ରେ ସଂଗୃହୀତ ତଥ୍ୟରୁ ତୁମେ ତୁମର ଖାଦ୍ୟ ବିଷୟରେ କଣ ଅନୁଧ୍ୟାନ କରିଛ? ହଁ ପିଲାମାନେ ମୁଁ ତ ଅନୁଧ୍ୟାନ କଲି। କଣ? ମୁଁ ଭିନ୍ନ ଭିନ୍ନ ପ୍ରକାର ବାର ଦିନ ମୁଁ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଖାଇଥାଏ। ହଁ ପିଲାମାନେ ତୁମେ ପ୍ରତ୍ୟେକ ଭୋଜନରେ ସମାନ ପ୍ରକାର ଖାଦ୍ୟ ଖାଉଥିବ କି ନାଇଁ? ପିଲାମାନେ ଦେଖନ୍ତୁ ମୁଁ କଣ ଖାଇଛି, ମୁଁ ତ ଅଲଗା ଖାଇଛି, ଆପଣ ମାନେ ନିଶ୍ଚୟ ଖାଉଥିବେ। ତୁମର ସାଙ୍ଗମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ତାଲିକା ସହିତ ତୁମର ତାଲିକା ତୁଳନା କର ଏବଂ ତୁମର ସାଙ୍ଗମାନେ ଖାଉଥିବା ଖାଦ୍ୟର ସମାନତା ଏବଂ ପାର୍ଥକ୍ୟକୁ ଅନୁଧ୍ୟାନ କର। ତୁମେ ଯାହା ପାଇଲ ସେଗୁଡିକୁ ତୁମ ଖାତାରେ ଲେଖ। ହଁ ପିଲାମାନେ ଖାତାରେ ଲେଖିବ ଏବଂ ତୁମେ ହୁଏତ ଲକ୍ଷ୍ୟ କରିପାରିବ ଯେ ପିଲାମାନେ, ହଁ ପିଲାମାନେ ଲକ୍ଷ୍ୟ କରିପାରିବ ଯେ ତୁମେ ଏବଂ ତୁମର ସାଙ୍ଗମାନେ ଖାଉଥିବା ଖାଦ୍ୟର ବିଭିନ୍ନତା ରହିଛି। ହଁ ପିଲାମାନେ ଆମେ କିପରି ବିଭିନ୍ନ ବାରରେ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ, ସେଇପରି ପିଲାମାନେ ତମର ବି ଭିନ୍ନ ବାରରେ ଭିନ୍ନ ଭିନ୍ନ ଖାଦ୍ୟ ଖାଉଥିବ।
ତୁମେ ଭାବିଛ କି ଆମ ଦେଶର ସମସ୍ତ ରାଜ୍ୟର ଖାଦ୍ୟର ଏଭଳି ବିବିଧ ରହିଛି? ହଁ ପିଲାମାନେ, ହଁ ହଁ ପିଲାମାନେ, ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟର ବିଭିନ୍ନତା ରହିଅଛି ପିଲାମାନେ। ହଁ, କଣ ପାଇଁ? ଭିନ୍ନ ରାଜ୍ୟର ଭିନ୍ନ ଶସ୍ୟ ରହିଅଛି, ଭିନ୍ନ ପରମ୍ପରା ରହିଅଛି, ଭିନ୍ନ ପାନୀୟ ଜଳ ବ୍ୟବସ୍ଥା ରହିଅଛି, ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ରହିଅଛି। କିଏ ଭାତ ଖାଏ, କିଏ ରୁଟି ଖାଏ, କିଏ ରସମ ଖାଇଥାଏ, କିଏ ବିରିୟାନୀ ଖାଇଥାଏ, ଭିନ୍ନ ଭିନ୍ନ ପ୍ରକାର ରହିଅଛି। ଚାଲନ୍ତୁ ଜାଣିବା ସେ ଅଞ୍ଚଳର ଖାଦ୍ୟ। ବିଭିନ୍ନ ଅଞ୍ଚଳର ବିଭିନ୍ନ ଅଞ୍ଚଳର ଖାଦ୍ୟ। କାର୍ଯ୍ୟ 3.2 ଆସ ଅନୁସନ୍ଧାନ କରିବା। ପାରମ୍ପରିକ ଭାବରେ ଖାଉଥିବା ଖାଦ୍ୟର ପ୍ରକାର ଏବଂ ଭାରତର ବିଭିନ୍ନ ରାଜ୍ୟରେ ଚାଷ କରାଯାଉଥିବା ଫସଲ ନାମ ଗୁଡ଼ିକ ସଂଗ୍ରହ କର। ପିଲା ଆମେ ସଂଗ୍ରହ କରିବା। ତୁମେ ତୁମର ଲାବୋରେଟୋରୀ ଥିବା ପୁସ୍ତକ ଗୁଡ଼ିକ ଦେଖିପାରିବ, ଇଣ୍ଟରନେଟରୁ ସନ୍ଧାନ କରିପାରିବ ଏବଂ ସୂଚନା ସଂଗ୍ରହ କରିବାକୁ ତୁମର ବନ୍ଧୁ, ପରିବାର ଏବଂ ପଡ଼ୋଶୀଙ୍କ ସହ କଥାବାର୍ତ୍ତା କରିପାରିବ। ହଁ ପିଲାମାନେ, ଯାହା ଦ୍ୱାରା ଆମେ ଜାଣିପାରିବା ଭିନ୍ନ ରାଜ୍ୟରେ ଭିନ୍ନ ପ୍ରକାର ଚାଷ ହୋଇଥାଏ, ତା ସହିତ ବି ଖାଦ୍ୟ ପ୍ରଣାଳୀ ଅଲଗା ରହିଅଛି। ଚାଲନ୍ତୁ ଜାଣିବା ସାରଣୀ 3.2 ରେ କିଛି ଉଦାହରଣ ଦିଆଯାଇଛି, ସେହିପରି ଅନ୍ୟ ରାଜ୍ୟର ପାରମ୍ପରିକ ଖାଦ୍ୟ ଦ୍ରବ୍ୟକୁ ଲେଖ। ହଁ ପିଲାମାନେ, ଲେଖିବା। ଚାଲ ଜାଣିବା ଭାରତରେ ବିଭିନ୍ନ ରାଜ୍ୟ ରହିଅଛି, କିଛି ପାରମ୍ପରିକ ଖାଦ୍ୟ ପଦାର୍ଥ ରହିଅଛି। ଆଜି ଆମେ ଜାଣିବା ଭିନ୍ନ ରାଜ୍ୟର ଭିନ୍ନ ଫସଲ, ଭିନ୍ନ ପାରମ୍ପରିକ ଖାଦ୍ୟ ଦ୍ରବ୍ୟ ଏବଂ କେଉଁ ପାନୀୟ ତାଙ୍କେ ପିଅନ୍ତି, ମାନେ କୋଉ ପ୍ରକାର କଣ ପିଅନ୍ତି। ଜାଣ। ପ୍ରଥମେ ଜାଣିବା ଆମ ଓଡିଶା ବିଷୟରେ। ଓଡିଶା ସିଏ ହଉଛି ବହୁତ ସୁନାଭରା ରାଜ୍ୟ। ଆଜି ଜାଣିବା ସେ ସ୍ଥାନୀୟ ଫସଲ କଣ। ପିଲାମାନେ ଧାନ, ମୁଗ, ବିରି, ମାଣ୍ଡିଆ, ମକା ଇଏ ହଉଛି ସ୍ଥାନୀୟ ଫସଲ। ପିଲାମାନେ ଆପଣ ବି ନିଶ୍ଚୟ ବିଲ ଦେଖିଥିବେ, ଜମି ଦେଖିଥିବେ, ସେଇ ଧାନ ଚାଷ ହୋଇଥାଏ, ମୁଗ ଚାଷ ହୋଇଥାଏ, ବିରି ଚାଷ ହୋଇଥାଏ, ମାଣ୍ଡିଆ ଚାଷ ହୋଇଥାଏ, ମକା ଚାଷ ବି ହୋଇଥାଏ। ଚାଲନ୍ତୁ ଜାଣିବା ସେଇ ଯୋଉ ଧାନ, ମୁଗ, ବିରି, ମାଣ୍ଡିଆ, ମକାରୁ କେଉଁ ପ୍ରକାର ଖାଦ୍ୟ ଦ୍ରବ୍ୟ ହୋଇଥାଏ। ଭାତ, ଚକୁଳି ପିଠା, ପିଲାମାନେ ଖାଇଥିବେ ଚକୁଳି ପିଠା, ମାଣ୍ଡିଆ, ଖିରି, ପୋଡ ପିଠା ଏଇ ସବୁ। ଆଉ ପାନୀୟ ଜଳ ହଉଛି ଲେମ୍ବୁ ସରବତ, ମିଶ୍ରି ପଣା, ବେଲ ପଣା, ଦହି ପଣା। ପିଲାମାନେ ତ ଲେମ୍ବୁ ସରବତ, ଲେମ୍ବୁ ପଣା ପିଇଥିବେ ନିଶ୍ଚୟ, ମୁଁ ଜାଣିଛି। ମିଶ୍ରି ପଣା ବି ପିଇଛନ୍ତି, ମୁଁ ବି ଜାଣିଛି। ଏବଂ ଦହି ବି ମସ୍ତ ଆପଣ ବି ପିଇଥିବେ। ପଞ୍ଜାବରେ ଜାଣିବା, ପଞ୍ଜାବରେ କେଉଁ ଏତା ହୋଇଥାଏ। ପଞ୍ଜାବରେ ମକା ହୁଏ, ଗହମ ହୁଏ, ଚଣା ହୁଏ, ଡାଲି ହୁଏ। ଚାଲନ୍ତୁ ଜାଣିବା ପାରମ୍ପରିକ ଖାଦ୍ୟ ଦ୍ରବ୍ୟ କଣ ସେଇ ଫସଲରୁ। ମକା ହଉଛି, ରୁଟି ହଉଛି, ସୋରିଷ ଶାଗ, ଛୋଲେ ଭଟୁରେ ପିଲେ ଜାଣିଥିବେ, ଛୋଲେ ଭଟୁରେ ଖାଉଥିବେ। ରୁଟି ଥିବ ପିଲାମାନେ ଆପଣଙ୍କର, ପରଟା, ହାଲୁଆ, ଖିରି ଏଇ ସବୁ ହଉଛି। ଆଉ ପାନୀୟ ଜଳ ହଉଛି ଲସି, ଘୋଳ ଦହି, କ୍ଷୀର, ଚା। କର୍ଣ୍ଣାଟକରେ ଜାଣିବା ପିଲାମାନେ, କର୍ଣ୍ଣାଟକରେ କଣ ହଉଛି ଧାନ, ମାଣ୍ଡିଆ, ବିରି, ହରଡ଼, ନଡିଆ ଏଇ ସବୁ ହଉଛି ଚାଷ। ନଡିଆ ଚାଷ ବି ହଉଛି। ନଡିଆ ଚାଷ ପ୍ରମୁଖ ଚାଷ କର୍ଣ୍ଣାଟକର। ସେଇଠୁ କଣ ହଉଛି ଇଡଲି ଦୋସା ସାମ୍ବାରି, ନଡିଆ ଚଟଣି। ଇଡଲି ଦୋସା ସାମ୍ବାରି, ନଡିଆ ଚଟଣି, ମାଣ୍ଡିଆ ମୁଦେ, ପାଲିଆ, ରସମ, ଭାତ ଏଇ ସବୁ ଜିନିଷ ହଉଛି। ପିଲାମାନେ ଏଇଆ ସବୁ ଆପଣଙ୍କ ଫେଭରେଟ ଥିବ ନା, ଇଡଲି ଦୋସା ସାମ୍ବାରି, ନଡିଆ ଚଟଣି। ଏବଂ କଣ ତାଙ୍କର ପ୍ରିୟ, ଘୋଳ ଦହି, କଫି, ଚା। ମଣିପୁରରେ କଣ ହଉଛି ପିଲାମାନେ, ମଣିପୁରରେ ଧାନ ଚାଷ, ବାଉଁଶ ଚାଷ, ସୋୟାବିନ ବି ଚାଷ ହୁଏ। ପିଲାମାନେ ବାଉଁଶ ଚାଷ, ପିଲାମାନେ ଆମେ ପ୍ରଶ୍ନ ବାଉଁଶ ଚାଷ, ହଁ ପିଲାମାନେ ବାଉଁଶ ଲଗାନ୍ତି। ବାମ୍ବୋ ଟ୍ରି ବୋଲି କହୁଛନ୍ତି ବାଉଁଶକୁ, ଯାହା ଦ୍ୱାରା ସେଇ ବାଉଁଶର ଯୋଉ ମୂଳ ଭାଗରୁ ଆମେ କାଟି ରାଇ କରିଥାଉ। କଣ ଭାତ, ଏରେମ୍ବା ମାନେ ଚଟଣି, ତାଙ୍କ ଚଟଣିକୁ ଏରେମ୍ବା ବୋଲି କହୁଛନ୍ତି ମଣିପୁର ଭାଷାରେ। କୁଟି ମାନେ କଣ, ହଳଦିଆ ମଟର ଏବଂ ସବୁଜ ପିଆଜ ତରକାରୀ। ସିଙ୍ଗୁଜି ମାନେ ସାଲାଡ, କାଙ୍ଗ ସାଇ। ତାଙ୍କର ପାନୀୟ ଜଳ ହଉଛି ନାଲି ଚା। ତ ଅନ୍ୟ ରାଜ୍ୟ କଣ, ଅନ୍ୟ ରାଜ୍ୟ ହଉଛି ମହାରାଷ୍ଟ୍ର। ମହାରାଷ୍ଟ୍ରରେ କଣ ହୁଏ, ମହାରାଷ୍ଟ୍ରରେ ଅଧିକ ପରିମାଣରେ ହୋଇଥାଏ, ଏତା ହୋଇଥାଏ। ପିଲାମାନେ କଣ, ମହାରାଷ୍ଟ୍ରରେ କଣ ପିଲା ହୁଏ ଜାଣିଛ? ମହାରାଷ୍ଟ୍ରରେ ଯୋଉ ଚାଷ ହୁଏ, ଜୋହରା ହୁଏ, ବାଜରା ହୁଏ, ବାଜରା ଏବଂ ରାଗି ବି ହୋଇଥାଏ। ଏବଂ ତାଙ୍କର ଯୋଉ ସ୍ଥାନୀୟ ଖାଦ୍ୟ କଣ ରହିଛି, ତାଙ୍କର ସ୍ଥାନୀୟ ଖାଦ୍ୟ ଯୋଉ ରହିଅଛି ତାଙ୍କର ରହିବ ରୁଟି ରହିବ, ପ୍ରମୁଖ ତାଙ୍କର ରୁଟି ରହିବ, ଭାତ ବି ରହିବ, ତା ସହିତ ରହିବ ବାଜରା ରୁଟି ରହିବ। ଏବଂ ତାଙ୍କର ଫେମସ ଫୁଡ ହଉଛି ବଡାପାव। ବଡାପାବ ବି ବହୁତ ଭଲ ହୋଇଥାଏ। ତାଙ୍କର ପ୍ରମୁଖ ପାନୀୟ ତା ହଉଛି ଚା ରହିବ, ଚା ସହିତ ଲସି ବି ରହିବ। ଚାଲନ୍ତୁ ଏବେ ଜାଣିବା ଆମ ଦେଶର ବିଭିନ୍ନ ରାଜ୍ୟରେ ବ୍ୟବହୃତ ପାରମ୍ପରିକ ଖାଦ୍ୟରେ ବିବିଧତା ଆମେ କାହିଁକି ଦେଖୁଛ। କାହିଁକି ଦେଖୁଛୁ ପିଲାମାନେ, ବିଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକାର ପାରମ୍ପରିକ ଚାଷ ରହିଅଛି। କାହିଁକି ନା ଦେଖନ୍ତୁ ପିଲାମାନେ, ବିଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକାର ସ୍ଥାନୀୟ ଫସଲ ରହିଛି। ସେଥିପାଇଁ ହିଁ ପାରମ୍ପରିକ ଖାଦ୍ୟ ଅଲଗା ଅଲଗା ରହିଛି, ପାନୀୟ ବି ଅଲଗା ଅଲଗା ରହିଅଛି। ଏହାର କାରଣ
ଉପରେ ଆମେ ଏବେ ବୁଝିଲେ। ସାରଣୀ 3.2 ତୁମ ଦ୍ଵାରା ସଂଗ୍ରହ କରାଯାଉଥିବା ତଥ୍ୟକୁ ବିଶ୍ଳେଷଣ କର। ଭାରତର ରାଜ୍ୟ ଗୁଡିକରେ କିଛି ସମାନ ଖାଦ୍ୟ ପଦାର୍ଥ ମିଳେ କି ସେଇ ଖାଦ୍ୟ ପଦାର୍ଥ ଏକ ତାଲିକା ପ୍ରସ୍ତୁତ କର। ତମେ ଜାଣିଥିବ ଯେ କେତେକ ଖାଦ୍ୟ ସାଙ୍ଗି ଅନେକ ରାଜ୍ୟରେ ସମାନ ହଉଥିବା ବେଳେ କେତେକ ଖାଦ୍ୟ କେବଳ ଏକ ନିର୍ଦ୍ଦିଷ୍ଟ ରାଜ୍ୟର ଲୋକ ଖାଇଥାନ୍ତି। ହଁ ପିଲାମାନେ ନିଶ୍ଚୟ, ଯେମିତି ଓଡିଶାରେ ଭାତ ବହୁତ ଖାଉଥିବା ବେଳେ ପଞ୍ଜାବରେ ଖାଆନ୍ତି ରୁଟି ବହୁତ ଅଧିକ ଖାଆନ୍ତି। ପାରମ୍ପରିକ ଖାଦ୍ୟ ଦ୍ରବ୍ୟ ଏବଂ ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ଫସଲ ମଧ୍ୟରେ ତୁମେ କଣ ସମ୍ପର୍କ ପାଇବ? ତୁମେ ନିଶ୍ଚୟ ଦେଖିଥିବ ଯେ ମୋ ପିଲାମାନେ କଣ ଫସଲ ମଧ୍ୟରେ ତମେ କଣ ସମ୍ପର୍କ ପାଇବ? ତାଙ୍କର ବିଭିନ୍ନ କୋଉ ଫସଲ ଖରା ଦିନ ହୁଏ, ଗ୍ରୀଷ୍ମ ଦିନ ହୁଏ, ତ କୋଉ ଫସଲ ଶୀତ ଦିନ ହୋଇଥାଏ। କୋଉ ଫସଲରେ ଧାନ ଫସଲରେ ଅଧିକ ପରିମାଣରେ ପାଣି ଦରକାର ହୋଇଥାଏ, କିନ୍ତୁ ଗହମ ଫସଲରେ ପ୍ରଚୁର ପାଣି ଆବଶ୍ୟକ ନ ହୋଇଥାଏ। ଇଏ ହଉଛି ପାର୍ଥକ୍ୟ କିଛି ରହିଛି। ସେମାନଙ୍କର ଖାଇବା ପ୍ରଣାଳୀ ଅଲଗା ରହିଥିବା ବେଳେ ଆମର ଖାଇବା ପ୍ରଣାଳୀ ଅଲଗା ରହିଥାଏ। ତୁମେ ନିଶ୍ଚୟ ଦେଖିବ ଯେ କୌଣସି ରାଜ୍ୟର ପାରମ୍ପରିକ ଖାଦ୍ୟ ସାଧାରଣତଃ ସେଇ ରାଜ୍ୟରେ ଉତ୍ପାଦିତ ଫସଲ ଆଧାରିତ ହୋଇଥାଏ। ହଁ ପିଲାମାନେ ଦେଖନ୍ତୁ, ଯେମିତି ଓଡିଶାରେ ଧାନ ହୁଏ ତ ଭାତ ପ୍ରମୁଖ, ପଞ୍ଜାବରେ ମକା ହୁଏ, ତାଙ୍କ ଓଡିଶାର ପଞ୍ଜାବରେ ମକା ହୁଏ କମ ହୁଏ ତ ତାଙ୍କ ମକା ରୁଟି ବହୁତ ପ୍ରମୁଖ। ସେଇପରି ଭାବରେ ଭିନ୍ନ ଭିନ୍ନ ରହିଅଛି, ଭିନ୍ନ ଭିନ୍ନ ରହିଅଛି। ଭାରତ ହଉଛି ଏକ କୃଷି ଭିତ୍ତିକ ଦେଶ ଯେଉଁଠାରେ ବିଭିନ୍ନ ପ୍ରକାର ମୂର୍ତ୍ତିକା ଏବଂ ଜଳବାୟୁ ଦେଖାଯାଏ। ହଁ ପିଲାମାନେ, ମୂର୍ତ୍ତିକାର ପ୍ରକାର ଏବଂ ଜଳବାୟୁ ଉପରେ ନିର୍ଭର କରି ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଫସଲ ଚାଷ। ହଁ ପିଲାମାନେ, ଚାଷ ହେବାର ମୁଖ୍ୟତଃ କାରଣ ହଉଛି ନିର୍ଭର କରୁଛି ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଫସଲ ଚାଷ, ତାହା ନିର୍ଭର ହଉଛି ମୂର୍ତ୍ତିକା। ମୂର୍ତ୍ତିକା ଯେଉଁପରି ଗଢି ହୋଇଥାଏ ତାକୁ ଧରି ହିଁ ଚାଷ ହୋଇଥାଏ। ମୂର୍ତ୍ତିକା ଯଦି ଭଲ, ଯେଉଁ ରାଜ୍ୟର ମୂର୍ତ୍ତିକା ବା ଯେଉଁ ଦେଶର ମୂର୍ତ୍ତିକା ଭଲ ରହିଅଛି ତାର ଶସ୍ୟ ଭଲ ହୋଇଥାଏ। ସେଥିପାଇଁ ଭାରତ ଏକ କୃଷି ଭିତ୍ତିକ ଦେଶ। ପିଲାମାନେ କୋଶ୍ଚିନ୍ ଆସିବ କି ଭାରତ କାହିଁକି କୃଷି ଭିତ୍ତିକ ଦେଶ ବୋଲି କୁହାଯାଏ? କାହିଁକି ନା ଆମର ମୂର୍ତ୍ତିକା ପ୍ରକାର ଏବଂ ଜଳବାୟୁ ଉପରେ ବହୁତ ଭଲ ଅଛି। ସେଥିପାଇଁ ବହୁତ ଭଲ ହୋଇଥିବାରୁ ଆମର ଭାରତ ଏକ କୃଷି ଭିତ୍ତିକ ଦେଶ, ଯାହା ଦ୍ୱାରା ଉତ୍ପାଦିତ ଶସ୍ୟ ଭଲ ହୋଇଥାଏ। ଭାରତର ବିଭିନ୍ନ ଅଞ୍ଚଳର ଖାଦ୍ୟ ପ୍ରଧାନତଃ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉତ୍ପାଦିତ ଶସ୍ୟ, ଖାଦ୍ୟ ରୁଚି, ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ଭିନ୍ନ ହୋଇଥାଏ। ହଁ ପିଲାମାନେ, ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଶସ୍ୟ ଉତ୍ପାଦନ ହୁଏ ଏବଂ ଭିନ୍ନ ପ୍ରକାର ଖାଦ୍ୟ ରୁଚି ରହିଥାଏ, ଖାଦ୍ୟ ପ୍ରଣାଳୀ ରହିଥାଏ। ଆଗେ ପଢିଥିଲେ ଏବେ 3.12 ସମୟ କ୍ରମେ ରୋଷେଇ ପ୍ରଣାଳୀ କିପରି ବଦଳିଛି? ତୁମେ ଜାଣିବାକୁ ପାଇଲ ଯେ ଖାଦ୍ୟ ଅଭ୍ୟାସ ସବୁ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ। ହଁ ପିଲାମାନେ, ଆମର ଖାଦ୍ୟ ରୁଚି ଏବଂ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ପରସ୍ପରଠାରୁ ଭିନ୍ନ ହୋଇପାରେ। ହଁ ପିଲାମାନେ, ଭିନ୍ନ ହୋଇପାରେ। ସମୟ କ୍ରମେ ଆମର ଖାଦ୍ୟ ଅଭ୍ୟାସ ଏବଂ ରୋଷେଇ ପ୍ରଣାଳୀରେ ପରିବର୍ତ୍ତନ ହୋଇଛି। ହଁ ପିଲାମାନେ, ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ରହିଛି, ଭିନ୍ନ ଶସ୍ୟକୁ ଧରି ଖାଦ୍ୟ ରହିଛି ଏବଂ ଲୋକମାନଙ୍କର ଅ ଇଚ୍ଛା ଅନୁସାରେ ଭିନ୍ନ ଭିନ୍ନ ପ୍ରକାର ଏବେ ଖାଦ୍ୟ ବନା ହେଇ ପାରୁଛି। ଏବେ କାର୍ଯ୍ୟ 3.3 ଆସ ଆଲୋଚନା କରିବା। ବୟସ୍କ ଲୋକଙ୍କ ଠାରୁ ସେମାନଙ୍କ ଖାଦ୍ୟ ଅଭ୍ୟାସ ଏବଂ ରୋଷେଇ ପ୍ରଣାଳୀ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ପ୍ରଶ୍ନ ଏକ ତାଲିକା ପ୍ରସ୍ତୁତ କରି ନିମ୍ନରେ କିଛି ନମୁନା ପ୍ରଶ୍ନ ରହିଛି। କଣ ପିଲାମାନେ କୋଶ୍ଚିନ୍ ରହିଛି? ତୁମେ ଏବେ କେଉଁ ପ୍ରକାର ଖାଦ୍ୟ ଖାଉଛ? ଏବେ ମୁଁ ଶସ୍ୟ ଜାତୀୟ କଣ, ମୁଁ ଧାନ ଖାଉଛି, ଗହମ ଖାଉଛି, କଣ ଭାତ ରୁଟି, ଶସ୍ୟ ଜାତୀୟ ଡାଲି ଜାତୀୟ ବି ଖାଉଛି, ଆଉ କଣ ମୁଗ ଡାଲି, କାନ୍ଦୁଳ ଡାଲି ଖାଉଛି। ସମୟ କ୍ରମେ ରୋଷେଇ ପ୍ରଣାଳୀ କି ପରିବର୍ତ୍ତନ ହେଇଛି? ଆଗେ ପିଲାମାନେ ଚୁଲିରେ ଦେଖନ୍ତୁ, ଚୁଲିରେ ରାନ୍ଧୁଥିଲେ, ଇଏ ହଉଛି ଚୁଲିର ଦୃଶ୍ୟ। ଏବେ ସବୁ ପଳେଇ ଆସିଲା ଗ୍ୟାସ ଚୁଲା, ତା ସହିତ ବି ଷ୍ଟୋଭରେ ବି ରାନ୍ଧୁଥିଲେ। ଷ୍ଟୋଭର ତ ଦୃଶ୍ୟ ନାହିଁ ପିଲାମାନେ। ଆପଣ ମାନେ ଆପଣଙ୍କ ବାବା କି ମମିଙ୍କୁ କି ଶିକ୍ଷକଙ୍କୁ ପଚାରିବେ କି ଆପଣ ଷ୍ଟୋଭ ମାନେ କଣ? ପିଲାମାନେ ଆଜି ବି ଘରରେ ଲୋକମାନେ ଷ୍ଟୋଭ ବି ରାନ୍ଧନ୍ତି। କଣ ପାଇଁ ଏଇ ପରିବର୍ତ୍ତନ ହଉଛି? କାହିଁକି ନା ମଣିଷର ଆବଶ୍ୟକ ଅନୁସାରେ ଏହି ସବୁ ପରିବର୍ତ୍ତନ ହଉଛି। ଆଗେ ପିଲାମାନେ ଶଗଡ ଗାଡିରେ ଯାତ୍ରା କରୁଥିଲେ, ଏବେ ସବୁ ପଳେଇ ଆସିଲା ବାଇକ୍ ପଳେଇ ଆସିଲା। ଏହା ହିଁ ସବୁ ପରିବର୍ତ୍ତନ। କାହିଁକି ନା ମଣିଷର ଅନୁଭୂତି ଏବଂ ମଣିଷର ଆବଶ୍ୟକତା ଅନୁସାରେ ଏହି ଯୁଗ ପରିବର୍ତ୍ତନ ହେଇ ଯାଉଛି। ପ୍ରସ୍ତୁତ ପ୍ରଶ୍ନ ଆଧାରରେ କିଛି ବୟସ୍କ ବ୍ୟକ୍ତିଙ୍କ ସାକ୍ଷାତକାର। ହଁ ପିଲାମାନେ, ଆପଣ କିଛି ପ୍ରଶ୍ନ କରିସାରିଲା ପରେ କିଛି ବୟସ୍କ ବ୍ୟକ୍ତିଙ୍କ ସାକ୍ଷାତକାର, ଯାହା ଦ୍ୱାରା ଜଣାପଡିବ ଆପଣ ମାନେ ବୟସ୍କ ଲୋକ ପଚାରିଛନ୍ତି। ଇଏ ହଉଛି ଚୁଲା, ପାରମ୍ପରିକ ଚୁଲା, ଇଏ ହଉଛି ଆଧୁନିକ ଗ୍ୟାସ ଚୁଲା। ଆଗେ ପିଲାମାନେ ସବୁ ଯୋଉ ବାଟୁଥିଲେ ଶିଳ ପୁଆରେ ବାଟୁଥିଲେ, କିନ୍ତୁ ଏବେ ବିଦ୍ୟୁତ ଚାଳିତ ଗ୍ରାଇଣ୍ଡର ପଳେଇ ଆସିଲା, ଗ୍ରାଇଣ୍ଡର ସବୁ ବାଟନ୍ତି। ଆଗେ ପିଲାମାନେ ଆପଣ ବାଟିଥିବେ, ଯେତେବେଳେ ଆପଣଙ୍କ ଘରେ ସବୁ କିଛି ଚକୁଳି ପିଠା କି କାହା ହବ ଶିଳରେ ବାଟୁଥିଲେ, ଏବେ ସବୁ ଗ୍ରାଇଣ୍ଡର ପଳେଇ ଆସିଛି, ସବୁ ଗ୍ରାଇଣ୍ଡରରେ ବାଟିକି
ଗୋଟେ 5 ମିନିଟ୍ ହୋଇଯାଏ। ସମୟ କ୍ରମେ ରୋଷେଇ ଉପକରଣ ବି ପରିବର୍ତ୍ତନ ହେଲା, ଯେମିତି ଲୋକ ପରିବର୍ତ୍ତନ ହେଲେ ତା ସହିତ ବି ଲୋକକୁ ଧରି ରୋଷେଇ ଉପକରଣ ବି ପରିବର୍ତ୍ତନ ହେଇ ସାରି ଗଲାଣି। ତୁମେ ସାକ୍ଷାତକାରରୁ କଣ ଜାଣିବାକୁ ପାଇଲ? କଣ ଜାଣିବାକୁ ପାଇଲେ ପିଲାମାନେ? ତମେ ଲେଖିବ କି ମୁଁ ଜାଣିବାକୁ ପାଇଲି କି ବୟସ୍କ ଲୋକମାନେ କହିଲେ ଲୋକମାନଙ୍କର ଆବଶ୍ୟକତା ଅନୁସାରେ ଆମର ଖାଦ୍ୟ ସାମଗ୍ରୀ ସହିତ ଆମ ଖାଦ୍ୟ ଉପକରଣ ବି ବଦଳିଗଲା। ଯେପରି ଚୁଲା ଦ୍ୱାରା ଖାଦ୍ୟ ପ୍ରସ୍ତୁତ ହଉଥିଲା, ଏବେ ଗ୍ୟାସ ଚୁଲା ଦ୍ୱାରା ହଉଛି। ଆଗେ ଯୋଉ ବାଟୁଥିଲେ, ଯୋଉ ଶିଳ ଗୁଡାରେ ଯୋଉ ବାଟୁଥିଲେ, ଏବେ ସବୁ ଗ୍ରାଇଣ୍ଡରରେ ସବୁ ବାଟିଲେଣି। ବିଭିନ୍ନ ପ୍ରକାର ପ୍ରଣାଳୀ ହେଲାଣି, ବଦଳି ଗଲାଣି। ରୋଷେଇ ପ୍ରଣାଳୀ, ଯାହାକୁ ରୋଷେଇ କରିବା ପ୍ରକ୍ରିୟା ମଧ୍ୟ କୁହାଯାଏ, ସମୟ କ୍ରମେ ବଦଳି ଯାଇଛି। ପାରମ୍ପରିକ ଏବଂ ଆଧୁନିକ ରୋଷେଇ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ହଁ ପିଲାମାନେ, ବହୁତ ପାର୍ଥକ୍ୟ ରହିଛି। ପାରମ୍ପରିକ ଯୋଉ ରହିଛି, ପାରମ୍ପରିକ ଯୋଉ ଚୁଲା, ପାରମ୍ପରିକ ଯୋଉ ଖାଦ୍ୟ ପଦ୍ଧତି ରୋଷେଇ ରହିଛି, ଆଗେ ବହୁତ ସମୟ ଲାଗୁଥିଲା କିନ୍ତୁ ସ୍ଵାଦିଷ୍ଟ ଥିଲା। ଆଧୁନିକ ରୋଷେଇ ଫଟାଫଟ ହେଇଯାଉଛି, କିନ୍ତୁ ଏହା ଭଲ ବି ପିଲାମାନେ, ଭଲ, କିନ୍ତୁ କିଛି ଗ୍ୟାସ୍ ଦ୍ଵାରା ହୋଇଥାଏ। ଯୋଉ ଏବେ ଏବେ ଦେଖନ୍ତୁ ପିଲାମାନେ, ଏବେ ଯୋଉ ସିଏନଜି ଆଉଛି, ଏଲପିଜି, ଏଇ ସବୁ ଗ୍ୟାସ୍ ଦ୍ଵାରା ଆମର ସବୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ନହେଲେ ପିଲାମାନେ ଆଗେ ଗୋବର ଗ୍ୟାସ୍ ହେବାର, ଗୋବର ଗ୍ୟାସ୍ ଦ୍ଵାରା ରନ୍ଧା ହେବାର। ପୂର୍ବରୁ ଅଧିକାଂଶ ରୋଷେଇ କାଠ ଚୁଲା ବ୍ୟବହାର କରାଯାଉଥିଲା। ଚିତ୍ର 3.1 କ ଆଜିକାଲି ଅଧିକାଂଶ ଲୋକ ଆଧୁନିକ ଗ୍ୟାସ୍ ଚୁଲା ବ୍ୟବହାର କରି ରୋଷେଇ କରନ୍ତି। ହଁ ପିଲାମାନେ, ଆଧୁନିକ ଗ୍ୟାସ୍ ଚୁଲା, ଇଏ ହଉଛି ଆଧୁନିକ ଗ୍ୟାସ୍ ଚୁଲା, ଇଏ ହଉଛି ଆଧୁନିକ ଗ୍ୟାସ୍ ଚୁଲା, ଇଏ ହଉଛି ପାରମ୍ପରିକ ଚୁଲା। ଆଧୁନିକ ଚୁଲା ଗ୍ୟାସ୍ କରି ବ୍ୟବହାର ଆଧୁନିକ ଗ୍ୟାସ୍ ଚୁଲା ବ୍ୟବହାର କରି ରୋଷେଇ କରୁଛନ୍ତି। ଚିତ୍ର 3.1 ଖରା ଆମେ ଦେଖିଲେ, ପୂର୍ବରୁ ଅଧିକାଂଶ ମସଲା ପ୍ରସ୍ତୁତି ବାଟିକା ବା ପେଶିବା କାର୍ଯ୍ୟ ଶିଳରେ କରା। ହଁ ପିଲାମାନେ, ଆଜି ବି ଆମ ଘରେ ବାଟିକି କରାଯାଉଛି, ଯାହା ଦ୍ୱାରା ଖାଦ୍ୟ ବହୁତ ଭଲ ଭାବରେ ତିଆରି ହଉଛି। ଆଜିକାଲି ଆମେ ସହଜ ଓ ସୁବିଧା ଏକ ବୈଦ୍ୟୁତିକ ଗ୍ରାଇଣ୍ଡର ବ୍ୟବହାର କରୁଛୁ। ହଁ ପିଲାମାନେ, ଗ୍ରାଇଣ୍ଡର ବ୍ୟବହାର କରିବା ଦ୍ୱାରା ଫଟାଫଟ ହେଇଯାଉଛି ବାଟିବା କିଛି ଜିନିଷ। ଚିତ୍ର 3.1 ଘରେ ରୋଷେଇ ଏବଂ ପେଶିବାର ଅନ୍ୟ ଉପାୟ ଗୁଡିକ ଖୋଜ। କିପରି ଭାବେ ହେମଦସ୍ତା ଦ୍ୱାରା ବି ବାଟ ହଉଛି। ପିଲାମାନେ ଆପଣ ଦେଖିଥିବେ ହେମଦସ୍ତା, ହେମଦସ୍ତା କିପରି ଏକ ଗୋଟେ ଗୋଲ ହେଇଥିବ, ଗୋଟେ ଗୋଟେ ଲୁହା ଦଣ୍ଡଟି ଥିବ, ଦୁଡୁ ଦୁଡୁ କରି ବାଟୁଥିବେ, ଯାହା ଇ ହଉଛି ହେମଦସ୍ତା। ସମୟ କ୍ରମେ ଏଇ ରୋଷେଇ ପ୍ରଣାଳୀ କାହିଁକି ବଦଳିଛି? କାହିଁକି ନା ଲୋକମାନେ ସୌଖିନୀ ହେବାକୁ ଗଲେଣି ଏବଂ ସାଙ୍ଗେ ସାଙ୍ଗେ ହେବାକୁ ଦରକାର ବୋଲି କହୁଛନ୍ତି। ସେଥିପାଇଁ ରୋଷେଇ ପ୍ରଣାଳୀ ବଦଳି ଯାଇଛି। ବୈଷୟିକ ବିକାଶ, ଉନ୍ନତ ପରିବହନ ଏବଂ ଉତ୍ତମ ଯୋଗାଯୋଗ ଭଳି କାରଣ ଯୋଗୁଁ ଏହି ପରିବର୍ତ୍ତନ ହୋଇଥାଇପାରେ। ହଁ ପିଲାମାନେ, ବୈଷୟିକ ବିକାଶ, ମଣିଷର ବିକାଶ ହେଲା, ମଣିଷର ବୁଦ୍ଧି ବିକାଶ ହେଲା, ଉନ୍ନତ ପରିବହନ ହେଲା, କମ୍ୟୁନିକେସନ ବ୍ୟବସ୍ଥା ହେଲା, ଉତ୍ତମ ଯୋଗାଯୋଗ ରହିଲା, ଉତ୍ତମ ପରିମାଣର ଆଧୁନିକ ମେସିନ ଗୁଡିକ ଆସିଲା, ଯାହା ଦ୍ୱାରା ପୁରାତନ ଜିନିଷ ଗୁଡିକ ଆସ୍ତେ ଆସ୍ତେ ବନ୍ଦ ହେଇ ହେଇ ଆସୁଛି। ଖାଦ୍ୟର ଉପାଦାନ ଗୁଡିକ କଣ ପିଲାମାନେ ଜାଣିବା? ଖାଦ୍ୟର ଉପାଦାନ ଗୁଡିକ କଣ? ଖାଦ୍ୟର ଉପାଦାନ ଗୁଡିକ କଣ ଏବେ ଜାଣିବା ପିଲାମାନେ। ନିତୁ ଏବଂ ମିଷ୍ଟି ସେମାନଙ୍କ ବିଦ୍ୟାଳୟରେ ଆୟୋଜିତ ପାରମ୍ପରିକ ଖାଦ୍ୟ ମେଳା ପରିଦର୍ଶନ କରିଥିଲେ। ଦେଖନ୍ତୁ ପିଲା, କରିଥିଲେ। ଏହି ମେଳାରେ ବିଷୟବସ୍ତୁ ଥିଲା ସୁସ୍ଥ ଖାଆନ୍ତୁ, ସୁସ୍ଥ ରୁହନ୍ତୁ। ବହୁତ ସୁନ୍ଦର ଗୋଟେ ସେଣ୍ଟେନ୍ସ ଟି ଆସିଛି, ବାକ୍ୟ ଗୋଟେ ଆସିଛି, ସୁସ୍ଥ ଖାଆନ୍ତୁ, ସୁସ୍ଥ ରୁହନ୍ତୁ। ପିଲାମାନେ ବୁଝୁଛ ତ? ଯେତେ ଆମେ ସୁସ୍ଥ ଖାଇବା, ସେତେ ସୁସ୍ଥ ରହିବା। ଚାଲନ୍ତୁ ଏବେ ଜାଣିବା ବ୍ରହ୍ମପୁରୀ। ବିଭିନ୍ନ ସହରର ବିଭିନ୍ନ ପ୍ରକାର ଖାଦ୍ୟ ରହିଛି। ଇଏ ବ୍ରହ୍ମପୁରର ଖାଦ୍ୟ, ଇଏ ସମ୍ବଲପୁରର ଖାଦ୍ୟ, ଇଏ ବାରିପଦାର ଖାଦ୍ୟ। ପ୍ରଥମ ଏଣ୍ଟ୍ରି ବୋର୍ଡରେ ଦେଖନ୍ତୁ ପିଲାମାନେ, ଭିତରକୁ ଏଣ୍ଟ୍ରି କରିବା ସମୟରେ ଲେଖା ହେଇଛି ସୁସ୍ଥ ଖାଆନ୍ତୁ, ସୁସ୍ଥ ରୁହନ୍ତୁ। ସମସ୍ତେ ମିଶିକି ରହିଛନ୍ତି। ଏହି ବ୍ରହ୍ମପୁର ଖାଦ୍ୟ ଦେଖନ୍ତୁ, ବ୍ରହ୍ମପୁରର ଫେମସ କଣ ପିଲାମାନେ? ବ୍ରହ୍ମପୁର ଫେମସ କଣ କଣ ରହିଅଛି? ସମ୍ବଲପୁରର ଫେମସ ଖାଦ୍ୟ, ବାରିପଦାର ଫେମସ ଖାଦ୍ୟ ରହିଅଛି। ଏହି ମେଳାରେ ବିଭିନ୍ନ ଷ୍ଟଲରେ ଭିନ୍ନ ଭିନ୍ନ ପ୍ରକାରର ପାରମ୍ପରିକ ବ୍ୟଞ୍ଜନ ପ୍ରଦର୍ଶିତ ହୋଇଥିଲା। ପୋଷକ ତତ୍ତ୍ୱ ବିଶେଷଜ୍ଞ ଡକ୍ଟର ସବିତା ଶିକ୍ଷାର୍ଥୀଙ୍କୁ ବୁଝାଇଥିଲେ ଯେ ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ। ହଁ ପିଲାମାନେ, ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ। ଆସ ଜାଣିବା ଏହି ଉକ୍ତି ଦ୍ୱାରା ଡକ୍ଟର ସବିତା କଣ ବୁଝାଇଥିଲେ। ତୁମେ କେବେ ଖାଇବାକୁ ଭୁଲିଛ କି? ନା ପିଲାମାନେ, ଖାଇବା ଭୁଲିବା ଦରକାର ନାହିଁ। ଠିକ ସମୟରେ ଖାଇବା, ଯାହା ଦ୍ୱାରା ଆମର ଭଲ ଶରୀର ରହିବ। ଯେତେବେଳେ ତୁମେ ଖାଇବା ଭୁଲିଯାଅ, ସେତେବେଳେ ତୁମେ କେମିତି ଅନୁଭବ କର? ପିଲାମାନେ, ଯେତେବେଳେ ଖାଇବା ଗୋଟେ ଲୋକ ଭୁଲିଯିବ, ତା ପେଟରେ ବହୁତ ଭୋକ ଆରମ୍ଭ ହବ।
ଯାହା ଦ୍ୱାରା ଆମ ପେଟ କାଟିବ। ଏହା ଭଲ ନାହିଁ ପିଲାମାନେ। କିଛି ସମୟ ନ ଖାଇଲେ ଆମ କ୍ଳାନ୍ତ ଦୁର୍ବଳ ଅନୁଭବ କରିଥାଉ। ହଁ ପିଲାମାନେ, ନ ଖାଇଲେ ଆମେ ଦୁର୍ବଳ ଅନୁଭବ କରିବା। ତୁମେ ଖାଇକି ଭାବ ଯେ ଜଣେ ମାରାଥନ ଧାବିକା ଦୌଡ଼ ସମୟରେ ଏବଂ ପରେ ଗ୍ଲୁକୋଜ ପାଣି ପିଅନ୍ତି। ହଁ ପିଲାମାନେ, ଗ୍ଲୁକୋଜ ପିଇବା ଦ୍ୱାରା ଆମେ ଦୌଡ଼ିବା ଦ୍ୱାରା ଆମର ଗ୍ଲୁକୋଜ ପରିମାଣ କମି ଯାଇଥାଏ। ସେଥିପାଇଁ ଆମେ ଦୌଡ଼ିବା ଧାବିକା ଦୌଡ଼ିବା ସମୟର ଏବଂ ପରେ ଗ୍ଲୁକୋଜ ପାଣି ଯାହା ଦ୍ୱାରା ଗ୍ଲୁକୋଜ ପରିମାଣ ବଢିବ ଏବଂ ସନ୍ତୁଳନ କରି ରଖିବା ଆମର। ଗ୍ଲୁକୋଜ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ହଁ ପିଲାମାନେ, ଯାହା ମୁଁ କହିଲି ଗ୍ଲୁକୋଜ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ଗ୍ଲୁକୋଜ ହେଉଛି ଶ୍ୱେତସାର ବା କାର୍ବୋହାଇଡ୍ରେଟ। ଏକ ଉଦାହରଣ, ଶ୍ୱେତସାର ଆମ ଖାଦ୍ୟର ଶକ୍ତିର ଏକ ପ୍ରାଥମିକ ଉତ୍ସ। ଗହମ, ଚାଉଳ ଏବଂ ମକା ପରି ଶସ୍ୟ, ଆଳୁ, କନ୍ଦମୂଳ ପରି ପନିପରିବା, କଦଳୀ, ସପୁରୀ ଏବଂ ଆମ୍ବ ଭଳି ଫଳ ହେଉଛି ଶ୍ୱେତସାର ମୂଳ ଉତ୍ସ। ଚାଲନ୍ତୁ ଦେଖିବା ସେଇ ଶ୍ୱେତସାରର କିଛି ଉଦାହରଣ ଏଠି ଦେଇଛି। ବାଜରା ଅଛି, ଚାଉଳ ଅଛି, ଗହମ ଦେଖ, ଗହମ ଇଏ କନ୍ଧମୂଳ, ଇଏ ହଉଛି ଆଖୁ, ଇଏ ହଉଛି ଆଳୁ, ଇଏ ହଉଛି କଦଳୀ, ଇଏ ହଉଛି ସପୁରୀ, ଆମ୍ବ ରହିଲା, ଇଏ ରହିଲା ମକା, ଇଏ ରହିଲା, ଇଏ ହଉଛି ମକା ମଞ୍ଜି, ଇଏ ହଉଛି ମକାର ପୁରା ଇଏ ହଉଛି ମକା ମଞ୍ଜି, ଇଏ ହଉଛି ମକାର ପୁରା ବାହାର ତାଡା। ତାକୁ ମକା ଛଡେଇ ମଞ୍ଜି କରାଯାଇଛି। ହେଲା ପିଲାମାନେ, କେତେକ ଶ୍ୱେତସାର ଜାତୀୟ ଖାଦ୍ୟ ପଦାର୍ଥ ଜାଣିଲ। ଶ୍ୱେତସାର ବୋଲେ କଣ? ଯୋଉ ଶ୍ୱେତସାର ମାନେ ଗ୍ଲୁକୋଜ ହଉଛି ଆମ ଶ୍ୱେତସାର। କାହିଁକି ନା ଇଏ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ବୁଝିଲ, ସେଥିପାଇଁ ଆମେ ଖାଇଥାଉ। ତୁମେ କାହିଁକି ଭାବୁଛ ଯେ ଶୀତ ଦିନେ ଆମେ ଲଡୁ ଖାଇବାକୁ ପସନ୍ଦ କରୁ? ଏହା ଆମର ପାରମ୍ପରିକ ଖାଦ୍ୟର ଏକ ଅଂଶ କି? ଲଡୁ ଆମର ପାରମ୍ପରିକ ଖାଇବାର ଅଂଶ। ହଁ ପିଲାମାନେ, ମାଣ୍ଡିଆ, ବେସନ କିମ୍ବା ଗହମ ଅଟା ଏବଂ ଘିଅ ଲଡୁର ମୁଖ୍ୟ ଉପାଦାନ। ଏହା ବ୍ୟତୀତ ଗୁଡ, ବାଦାମ ଏବଂ ରାଶି ମଧ୍ୟ ଥାଏ। ଘିଅ ଏବଂ ବିଭିନ୍ନ ପ୍ରକାର ତେଲକୁ ଅନ୍ୟ ଏକ ପ୍ରକାର ଖାଦ୍ୟ ଉପାଦାନ ଭାବେ ଶ୍ରେଣୀଭୁକ୍ତ କରାଯାଏ, ଯାହାକୁ ସ୍ନେହସାର ଫାଟ କୁହାଯାଏ। ସ୍ନେହସାର କାହାକୁ କୁହାଯାଏ? ଯେଉଁ ଖାଦ୍ୟ ପଦାର୍ଥରେ ଘିଅ ଏବଂ ବିଭିନ୍ନ ପ୍ରକାର ତେଲକୁ ଅନ୍ୟ ଏକ ପ୍ରକାର ଖାଦ୍ୟ ଉପାଦାନ ଭାବେ ଶ୍ରେଣୀଭୁକ୍ତ କରାଯାଏ। ମାନେ ଯୋଉ ଖାଦ୍ୟ ପଦାର୍ଥ ସ୍ନେହସାର ଯୁକ୍ତ ରହିଥାଏ ତାକୁ ସ୍ନେହସାର ଯୁକ୍ତ ଖାଦ୍ୟ ପଦାର୍ଥ କୁହାଯାଏ। କଣ? ତେଲ ଜାତୀୟ ପଦାର୍ଥ କିଛି ରହିଥାଏ, କଣ ଘିଅ ରହିବ, ତେଲ ରହିବ, ଏଇ ସବୁ ଗହମ, ଅଟା, ଏଇ ଯାହା କିଛି ରହିଲେ ସ୍ନେହସାର କୁହାଯାଏ। ସ୍ନେହସାର ଉତ୍ସ ଏବଂ ଉଦ୍ଭିଦ କିମ୍ବା ପ୍ରାଣୀମାନଙ୍କ ଠାରୁ ମିଳିଥାଏ। ବାଦାମ, ଯେ ପିଲାମାନେ ବାଦାମ ଖାଇଥିବେ, ବାଦାମ ଯେପରି ଚିନାବାଦାମ, ଅଖରୋଟ, ନଡିଆ, ପିସ୍ତା ବାଦାମ, କଖାରୁ ମଞ୍ଜି ଏବଂ ମୁଖ୍ୟ ମଞ୍ଜି ଭଳି ମଞ୍ଜି ସ୍ନେହସାର ଉତ୍ସ ଅଟେ। ହଁ ପ୍ରଭୁ, ପିଲାମାନେ ସ୍ନେହସାର ଉତ୍ସ କଣ କଣ ରହିଛି? ପିଲାମାନେ ଚିନାବାଦାମ ରହିବ, ବାଦାମ ରହିବ, ଅଖରୋଟ ରହିବ, ନଡିଆ ରହିବ, ପିସ୍ତା ରହିବ, ବାଦାମ ରହିବ। ଏଇ ସବୁ ମଞ୍ଜି ଯା ସ୍ନେହସାର ଉତ୍ସ ଅଟେ। ସ୍ନେହସାର ହଉଛି ସଞ୍ଚିତ ଶକ୍ତିର ଏକ ଉତ୍ସ। ସଞ୍ଚିତ ସଞ୍ଚୟ କରି, ସ୍ନେହସାର ଖାଇଲେ ଆମ ଶରୀର ଶକ୍ତି ସଞ୍ଚୟ କରି ରଖିଥାଏ। ମୁଁ ମୋ ଜେଜେମା ମତେ କହିଥିଲେ ଯେ ଘିଅ ଏବଂ ବାଦାମରେ ପ୍ରସ୍ତୁତ ଲଡୁ ଆମକୁ ଗରମ ରଖିବା ସହ ଶକ୍ତି ପ୍ରଦାନ କରିଥାଏ। ହଁ ପିଲାମାନେ, ଆପଣ ଯେବେ ଜାଣିଥିବେ ପିଲାମାନେ, ଘିଅ ଖାଇକି ଆସିଛୁ କିରେ? ପିଲା କହୁଛନ୍ତି କେତେ ଜଣଙ୍କ ଘିଅ କେହି ଗରମ ହଉଛି କିରେ? ଘିଅ କେହି ଆସିଛୁ? ଘିଅ ଖାଇବା ଦ୍ୱାରା, ଘିଅ ଜାତୀୟ ମାନେ ସ୍ନେହସାର ଖାଇବା ଦ୍ୱାରା ଆମ ବଡି ଗରମ ହୋଇ ରହିଥାଏ। ଚାଲନ୍ତୁ ଜାଣିବା ସ୍ନେହସାର ଜାତୀୟ କେତେକ ଖାଦ୍ୟ ପଦାର୍ଥ କଣ କଣ ରହିଛି। ଦହି ଆମର ସ୍ନେହସାର ରହିବ। ପିସ୍ତା ବାଦାମ ରହିଲା, କାଜୁ ବାଦାମ ରହିଲା, ରାଶି ରହିଲା, ସୋୟାବିନ୍ ରହିଲା, ଚିନାବାଦାମ ବି ଆମକୁ ବହୁତ ଶକ୍ତି ଦେଇଥାଏ। ଅଖରୋଟ ବି ରହିଲା, ସୂର୍ଯ୍ୟମୁଖୀ ରହିଲା, ଚିନାବାଦାମ ବି ରହିଲା, ବଟର ରହିଲା। ବହୁତ ଗୁଡ଼ିକ କିଛି ରହିଅଛି ଯାହା ଦ୍ୱାରା ଆମକୁ ସ୍ନେହସାର ଜାତୀୟ ଖାଦ୍ୟ ପଦାର୍ଥ ଯାହା ଦ୍ୱାରା ଶକ୍ତି ପ୍ରଦାନ କରିଥାଏ। ଶ୍ୱେତସାର ଏବଂ ସ୍ନେହସାର ଆମକୁ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ। ତେଣୁ ସେମାନଙ୍କୁ ଶକ୍ତି ପ୍ରଦାନକାରୀ ଖାଦ୍ୟ କୁହାଯାଏ। ଶ୍ୱେତସାର ଏବଂ ସ୍ନେହସାର ଜାତୀୟ ଆଉ କେତୋଟି ଖାଦ୍ୟ ପଦାର୍ଥକୁ ଚିହ୍ନଟ କର। ହଁ ପିଲାମାନେ, ଚିହ୍ନଟ କରିବା। କଣ କଣ ଚିହ୍ନଟ କରିବା? ହଁ, ଶ୍ୱେତସାର ରହିଲେ ଚୁଡା ଗୋଟେ ରହିବ ପିଲାମାନେ। ଶ୍ୱେତସାର ରହିବା। ସ୍ନେହସାର କଣ? ହଁ ପିଲାମାନେ, ଶ୍ୱେତସାର ତ ଗୋଟେ ଜାଣିଲେ ଚୁଡା। ସ୍ନେହସାର ରହିଲା ଅଣ୍ଡା ରହିବ, ରାଶି। ହଁ ପିଲାମାନେ, ରାଶିରୁ ଆମେ ତେଲ ବି ବାହାରେ, ସିଏ ବି ଆମ ଦେହ ପାଇଁ ବହୁତ ଭଲ ରହିଥାଏ। ଚାଲନ୍ତୁ ଜାଣିବା, ଆସ ଅଧିକ ଜାଣିବା। ଚାଲନ୍ତୁ ଜାଣିବା, ମେରୁ ଭାଲୁ ମାନେ ସେମାନଙ୍କ ଚର୍ମ ତଳେ ବହୁତ ଚର୍ବି ଜମା ରଖିଥାନ୍ତି। ଏହି ଚର୍ବି ଶକ୍ତିର ଏକ ଉତ୍ସ ଭାବେ କାର୍ଯ୍ୟ କରେ। ହଁ ପିଲାମାନେ, ଯୋଉ ଥଣ୍ଡା ଜାତୀୟ
ଜାଗାରେ ରହିଛି ସେଟା ପରେ ଧଳା ଭାଲୁ ଦେଖାଯାଏ। ଦେଖ ଇଏ ପିଲାମାନେ ଧଳା ଭାଲୁର ଚିତ୍ର, ଇଏ ପିଲାମାନେ ଧଳା ଭାଲୁର ଚିତ୍ର। ଧଳା ଭାଲୁ ଏଇଠି ତ ଦେଖାଯିବନି, ପିଲାମାନେ ଥଣ୍ଡା ଦେଶରେ ଯୋଉଠି ବରଫ ପଡୁଥିବ, ଅଧିକ ଥଣ୍ଡା, ଯୋଉ ମାଇନସ ରେ ଶୀତ ହଉଥିବ, ଏହା ସେମାନଙ୍କ ମାସ ମାସ ଧରି ଶୀତ ନିଦ୍ରା ବା ହାଇବରନେସନ ସମୟରେ ବିନା ଖାଦ୍ୟରେ ବଞ୍ଚିବାରେ ସାହାଯ୍ୟ କରେ। ହଁ ପିଲାମାନେ ବହୁତ ସାହାଯ୍ୟ କରେ ସେଇ ଉତ୍ସ ଯୋଉ ରହିଛି ଚର୍ବି ଶକ୍ତି। ପୁଷ୍ଟିସାର ପ୍ରୋଟିନ, ପ୍ରୋଟିନ ପିଲାମାନେ ପ୍ରୋଟିନ ହଉଛି ଗୁରୁତ୍ୱପୂର୍ଣ୍ଣ ଅଂଶ ପିଲାମାନେ ଆମ ଖାଦ୍ୟରେ। ଏବେ ଆମେ କଣ ପଢିଲେ ପିଲାମାନେ? ଶ୍ଵେତ ସାର ଜାଣିଲେ, ସ୍ନେହ ସାର ଜାଣିଲେ। ଚାଲନ୍ତୁ ଜାଣିବା ପୁଷ୍ଟି ସାର କଣ କଣ ଆମର ଖାଦ୍ୟର ଉତ୍ସ ରହିଛି, କଣ ସାହାଯ୍ୟ କରିଥାଏ ଆମ ଖାଦ୍ୟକୁ। ପୁଷ୍ଟିସାର ପ୍ରୋଟିନ ମଧ୍ୟ ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦୁଗ୍ଧଜାତ ଦ୍ରବ୍ୟ ଏବଂ ଡାଲି ପୁଷ୍ଟିସାର ଜାତୀୟ ଖାଦ୍ୟ। କ୍ରୀଡାବିତ ମାନେ ନିଜର ମାଂସପେଶୀ ମଜବୁତ କରିବା ପାଇଁ ଅଧିକ ମାତ୍ରାରେ ପୁଷ୍ଟିସାର ଆବଶ୍ୟକ କରନ୍ତି। ଉଦ୍ଭିଦ ତଥା ପ୍ରାଣୀଙ୍କ ଠାରୁ ଲୋକମାନେ ପୁଷ୍ଟିସାର ପାଆନ୍ତି। ଡାଲି, ବିନ୍ସ, ମଟର, ବାଦାମ ଆଦି ପୁଷ୍ଟିସାର ଖାଦ୍ୟର ଉଦ୍ଭିଦ ଭିତ୍ତିକ ଉତ୍ସ। ପ୍ରାଣୀମାନଙ୍କ ଠାରୁ ମିଳୁଥିବା ପୁଷ୍ଟିସାର ଉତ୍ସ ହେଉଛି କ୍ଷୀର। କଣ ପୁଷ୍ଟିସାର? କ୍ଷୀର ରହିବ, ଛେନା, କ୍ଷୀର, ଛେନା, ଅଣ୍ଡା, ମାଛ ଏବଂ ମାଂସ ଇଏ ହଉଛି ପୁଷ୍ଟିସାର ଜାତୀୟ। କଣ କହିଲି ପିଲାମାନେ? କ୍ଷୀର ରହିବ, ଛେନା ରହିବ, ଅଣ୍ଡା ରହିବ, ମାଛ ରହିବ ଏବଂ ମାଂସ ରହିବ। ଚିତ୍ର 3.4 ପୁଷ୍ଟିସାର ଯୁକ୍ତ ଖାଦ୍ୟ ଆମ ଶରୀର ବୃଦ୍ଧି ଓ ଗଠନରେ ସହାୟକ ହୋଇଥାଏ। ତେଣୁ ଏଗୁଡିକୁ ଶରୀର ଗଠନକାରୀ ଖାଦ୍ୟ କୁହାଯାଏ। ପିଲାମାନେ କୋଶ୍ଚିନ୍ ଆସିବ କି ଶରୀରର ଗଠନକାରୀ ଖାଦ୍ୟ କାହାକୁ କୁହାଯାଏ? କାହାକୁ କୁହାଯିବ? କ୍ଷୀର, ଛେନା, ଅଣ୍ଡା, ମାଛ, ମାଂସ ଇଏ ହଉଛି ଶରୀର ଗଠନକାରୀ ଖାଦ୍ୟ। ଚାଲନ୍ତୁ ଜାଣିବା ପୁଷ୍ଟିସାର ଜାତୀୟ କେତେକ ଖାଦ୍ୟ ପ୍ରଦାନ। ପିଲାମାନେ କେତେ ଜଣ ଭେଜ ଖାଉଛନ୍ତି, କେତେ ଜଣ ନନ ଭେଜ ଖାଉଛନ୍ତି? ତ ସମସ୍ତଙ୍କ ପାଇଁ ପୁଷ୍ଟିସାର ଖାଦ୍ୟ ଭେଜ ରେ ଅଛି, ନନ ଭେଜ ଅଛି। ମାନେ ଉଦ୍ଭିଦ ଶସ୍ୟ ଇଏ ହଉଛି ଭେଜ ଜାତୀୟ ଖାଦ୍ୟ। ଇଏ ହଉଛି ପ୍ରାଣୀ ଉତ୍ସ, ମାନେ ଇଏ ହଉଛି ନନଭେଜ ଜାତୀୟ ଖାଦ୍ୟ। କିନ୍ତୁ ପନିର ଆଇରେ ପନିର, କ୍ଷୀର ଆଇରେ ଯିବନି, ନନଭେଜ ଯିବନି। ଆଉ ସବୁ ଏଇ ମାଂସ, ମାଛ, ଅଣ୍ଡା ଏଇ ସବୁ ନନଭେଜ ରେ ଯିବ। ଚାଲନ୍ତୁ ଜାଣିବା ଉଦ୍ଭିଦ ଉତ୍ସ କଣ। ମଟର ରହିବ, ଚଣା ରହିବ, ମୁଗ ରହିବ, ହରଡ଼ ଡାଲି ରହିବ, ରାଜମା ରହିବ। ପିଲାମାନେ ରାଜମା ବହୁତ ବହୁତ ପୁଷ୍ଟି ଖାଦ୍ୟ ଦେଇଥାଏ। ସୋୟାବିନ ରହିବ। ଏବଂ ପ୍ରାଣୀ ଉତ୍ସରେ କଣ ରହିବ ପିଲାମାନେ? ମାଂସ ରହିବ, ମାଛ ରହିବ, ଅଣ୍ଡା ରହିବ, ପନିର ବା ଛେନା ଯୋଉ କ୍ଷୀର ରହିବ। ଏହା ଦ୍ୱାରା ଆମର ଏହା ଦ୍ୱାରା ଆମ ଶରୀର ଗଠନ କରିବା, ଆମ ମାଂସପେଶୀ ବଢେଇଥାଏ, ଯାହା ଦ୍ୱାରା ଆମକୁ ଫୁର୍ତ୍ତି ଲାଗିଥାଏ ଏବଂ ଆମର ବୃଦ୍ଧି ହୋଇଥାଏ, ଶରୀର ବୃଦ୍ଧି ହେବାରେ ସାହାଯ୍ୟ କରେ ପୁଷ୍ଟିସାର। ତ ଆମେ କଣ ପଢିଲେ ପିଲାମାନେ? ଆମେ ପ୍ରଥମେ ପଢିଲେ ଶ୍ଵେତସାର ବିଷୟରେ ଜାଣିଲେ, ସ୍ନେହ ସାର ବିଷୟରେ ଜାଣିଲେ ଏବଂ ପୁଷ୍ଟିସାର ବିଷୟରେ ବି ଜାଣିଲେ। ଚାଲନ୍ତୁ ଆଗକୁ ବଢିବା, କଣ ସବୁ ଆଉ କୋଉ କୋଉ ବିଷୟରେ ଜାଣିବା। ପିଲାମାନେ ଉତ୍ସୁକ ତ? ଆଗକୁ ବଢେଇ ନଉଛି ମୁଁ ପିଲାମାନେ ଭିଡିଓକୁ। ଶାରୀରିକ ବୃଦ୍ଧି ସମୟରେ ପିଲାମାନଙ୍କ ଉପଯୁକ୍ତ ବୁଦ୍ଧି ଏବଂ ବିକାଶ ପାଇଁ ସେମାନଙ୍କ ଖାଦ୍ୟରେ ଉପଯୁକ୍ତ ପରିମାଣରେ ପୁଷ୍ଟିସାର ଜାତୀୟ ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ। ହଁ ପିଲାମାନେ, ଯଦି କୌଣସି ପିଲାର ଶରୀର ବୃଦ୍ଧି ହେବାକୁ ଆବଶ୍ୟକ କରୁଛ ହେଲେ, ଯଦି ନିଜର ଶାରୀରିକ ବୃଦ୍ଧି ହେବାକୁ ଚାହୁଁଛ ହେଲେ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ଦରକାର। ଏଇ ଖାଦ୍ୟ ଉପାଦାନ ଗୁଡିକ ମଧ୍ୟରୁ କେଉଁଟି ତୁମର ଦୈନନ୍ଦିନ ଖାଦ୍ୟର ଏକ ଅଂଶ ଅଟେ? ପିଲାମାନେ ଏଇ ଯୋଉ ପୁଷ୍ଟିସାର ଖାଇଲେ ଆମ ଦୈନନ୍ଦିନ ଅବଶ୍ୟ କଣ କଣ ଦୈନନ୍ଦିନରେ ଆମେ କଣ କଣ ଖାଉଛେ? ପିଲାମାନେ ଆମେ ଖାଉଛେ ମଟର ଖାଉଛେ, ପିଲାମାନେ ନିଶ୍ଚୟ ଖାଉଛେ, ଚଣା ବି ନିଶ୍ଚୟ, ମୁଗ ବି ଆମେ ଖାଉଛେ, ହରଡ଼ ଡାଲି ହଁ ପିଲା ଖାଉଛେ, ରାଜମା ନିଶ୍ଚୟ ମୁଁ ଖାଉଛେ, ସୋୟାବିନ ବି ଖାଉଛେ। ଆମେ ଭିତରୁ ସମସ୍ତେ ଆମେ ସବୁ ଦୈନନ୍ଦିନରେ ଆମେ ଖାଉଛେ, ଯାହା ଦ୍ୱାରା ଆମର ମାଂସପେଶୀ ଶରୀର ଗଠନରେ ବହୁତ ଭୂମିକା ନଉଛି। ଏହି ଉଦ୍ଭିଦ ଉତ୍ସ, ପ୍ରାଣୀ ଉତ୍ସ ପିଲାମାନେ ନିଶ୍ଚୟ ଖାଇବା, ଯାହା ଦ୍ୱାରା ଆମର ଶରୀର ଗଠନ ହେଇପାରିବ। ଅଧିକ ଜାଣିବା, ତୁମେ କେବେ ଛତୁ ଦେଖିଛ କି? ହଁ ମୁଁ ତ ଦେଖିଛି ପିଲାମାନେ, ଆପଣ ବି ନିଶ୍ଚୟ ଦେଖିଥିବେ ଏବଂ ଖାଇଥିବେ, ମସ୍ତ ବଢିଆ ଲାଗୁଥିବ ଖାଇବାକୁ। ଏମାନେ ଅଧିକାଂଶ ଅନ୍ଧାରୁଆ ଓ ଆର୍ଦ୍ର ସ୍ଥାନରେ ବଢିଥାନ୍ତି। ଖାଇବା ଛତୁ ପୁଷ୍ଟିସାର ଉତ୍ତମ ଉତ୍ସ ଅଟେ। ହଁ ପିଲାମାନେ, ତୁମେ କାହିଁକି ଭାବୁଛ ଯେ ଆମକୁ ଆମ ଦୈନନ୍ଦିନ ଖାଦ୍ୟରେ ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଉଦ୍ଭିଦଜାତ ଖାଦ୍ୟ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଏ? କାହିଁକି ନା ଆମର ଶରୀର ଗଠନ ସହିତ ପୁଷ୍ଟିସାର, ସ୍ନେହସାର, ଜୀବସାର, ଶ୍ଵେତସାର ବିଭିନ୍ନ ପ୍ରକାର ଉତ୍ସକୁ ଆମେ ଦରକାର, ଯାହା ଦ୍ୱାରା ଆମର ଶରୀର ଗଠନ ସହିତ ଏବଂ ଆମର ସୁସ୍ଥ ମନ ବି ଦରକାର। ତାହା ପାଇଁ ଆମେ ବିଭିନ୍ନ ପ୍ରକାର ଖାଦ୍ୟକୁ ଅନ୍ତର୍ଭୁକ୍ତ କରିଥାଉ। ଅନ୍ୟ କିଛି ଖାଦ୍ୟର ଉପାଦାନ ମହତ୍ଵ ନିମ୍ନଲିଖିତ ଦୁଇଟି ପରିସ୍ଥିତି ପଢି ଜାଣିବା। ଚାଲନ୍ତୁ ପରିସ୍ଥିତି 1,
ପୂର୍ବ କାଳରେ ଦୀର୍ଘଦିନ ଯାତ୍ରା ସମୟରେ ନାବିକ ମାନେ ଅନେକ ସମୟରେ ରକ୍ତସ୍ରାବ ଓ ମାଢି ଫୁଲିବାର ଶିକାର ହେଉଥିଲେ। କଣ ଶିକାର ହଉଥିଲେ? ରକ୍ତସ୍ରାବ ଓ ମାଢି ଫୁଲିବାର ଶିକାର ହଉଥିଲେ। 1746 ମସିହାରେ ସଟିଶ ଡାକ୍ତର ଜେମ୍ସ ଲିଣ୍ଡ ଏକ ଯାତ୍ରା ସମୟରେ ଦେଖିଥିଲେ ଯେ ଯେଉଁ ନାବିକ ମାନେ ଲେମ୍ବୁ ଏବଂ କମଳା ଖାଇଥିଲେ ସେମାନେ ହିଁ ଲକ୍ଷଣରୁ ଆରୋଗ୍ୟ ଲାଭ କରିଥିଲେ। ରକ୍ତସ୍ରାବ ଏବଂ ମାଡି ଫୁଲିବା ସର୍ବି ନାମକ ଏକ ରୋଗର ଲକ୍ଷଣ ଅଟେ। ପରିସ୍ଥିତି ଏକ, ଏକରୁ ତୁମେ କଣ ଶିଖିଲ ପିଲାମାନେ? ଶିଖିଲି କି ସର୍ବି ରୋଗରୁ କେମିତି ଉପଶମ ମିଳିପାରିବ। ଲେମ୍ବୁ ଓ କମଳା ଖାଇଲେ ଏହି ରୋଗରୁ ଦୂର କରାଯାଇ ପାରିବ। ଲେମ୍ବୁ ଓ କମଳା କଣ ହଉଛି? ଭିଟାମିନ ସି ରହିଛି। ପିଲା କଣ ମାନେ ଭିଟାମିନ ସି ଅଭାବରେ ସର୍ବି ରୋଗ ହୋଇଥାଏ। ସାଇଟ୍ରସ୍ ଫଳ ଯଥା ଲେମ୍ବୁ କମଳା ଇତ୍ୟାଦି ଏହି ରୋଗରୁ ଉପଶମ କରିବାରେ ସାହାଯ୍ୟ କରେ। ପିଲାମାନେ ନିଶ୍ଚୟ ଖାଇବ ଲେମ୍ବୁ ଓ କମଳା, ଯାହା ଦ୍ୱାରା ଏହି ରୋଗରୁ ଉପଶମ ମିଳିବ। କି ସର୍ବି ରୋଗରୁ ଏଥିରେ ରଖିଥିବା ପିଲାମାନେ। ପରିସ୍ଥିତି 2, 1960 ମସିହାରେ ଦଶକରେ ଭାରତୀୟ ବୈଜ୍ଞାନିକ ମାନେ ହିମାଳୟ ଅଞ୍ଚଳ ଏବଂ ଭାରତର ଉତ୍ତର ସମତଳ ଅଞ୍ଚଳରେ ଥିବା ଲୋକଙ୍କ ମଧ୍ୟରେ ବେକରେ ସମ୍ମୁଖ ଭାଗ ଫୁଲିବାର ଲକ୍ଷଣ ଦେଖିବାକୁ ପାଇଲେ। ଭାରତ ସରକାରଙ୍କ ନିୟମ ଅନୁଯାୟୀ ସାଧାରଣ ଲୁଣକୁ ଆୟୋଡିନ ସହ ମିଶାଇବାକୁ ପ୍ରୟାସ କରାଯାଇଥିଲା। ଆୟୋଡିନ ଯୁକ୍ତ ଲୁଣ ଖାଇବା ଦ୍ୱାରା ଉପରୋକ୍ତ ଲକ୍ଷଣ ହ୍ରାସ ପାଇଥାଏ। ଏହି ଅଞ୍ଚଳରେ ମୃତ୍ତିକାରେ ଆୟୋଡିନ ଅଭାବ ହେତୁ ସ୍ଥାନୀୟ ଖାଦ୍ୟ ଏବଂ ଜଳ ଯୋଗାଣ ଆୟୋଡିନ ଅଭାବ ଯୋଗୁଁ ଏହି ଲକ୍ଷଣ ଦେଖାଦେଇଥିଲା। ବେକରେ ସମୂହ ଭାଗ ଫୁଲିବା ଗଳଗଣ୍ଡ ବା ଗଏଟର ନାମକ ଏକ ରୋଗର ଲକ୍ଷଣ ହୋଇଥିଲା। ଗଳଗଣ୍ଡ ପିଲାମାନେ ଶୁଣିଥିବ ନା? ଯଦି ଆୟୋଡିନ ମାନେ ଲୁଣ ଯଦି ଅଭାବ ହବ ହେଲେ ଏହି ରୋଗ ହେଇଥାଏ। ତ ଆୟୋଡିନ ବି ସବୁ ପ୍ରକାର ଯେମିତି ଭିଟାମିନ ସି ସହିତ ବି ଆୟୋଡିନ ବି ଦରକାର, ଯାହା ଦ୍ୱାରା ଆମର ଶରୀରକୁ ଭଲ ଭାବରେ ଆମେ ସମତଳ ରଖିପାରିବା, ସନ୍ତୁଳନ ରଖିପାରିବା। ଦେଖନ୍ତୁ ଇଏ ହଉଛି ଗଳଗଣ୍ଡର ରୋଗ। ଗଳଗଣ୍ଡ ବେକଟି ଫୁଲି ଯାଇଛି, ସାମାନ୍ୟ ବେକରେ ଗୋଟେ କୁଣ୍ଡଳ ଭାବେ ବାହାରିବ, ଗୋଲିଆକୁ ଗଳଗଣ୍ଡ କୁହନ୍ତି। ପରିସ୍ଥିତି 2ରୁ ତୁମେ କଣ ଅନୁମାନ କଲ? ତୁମେ ହୁଏତ ଖବରକାଗଜ ବିଜ୍ଞାପନ ମାଧ୍ୟମରେ ଲୁଣ ପ୍ୟାକେଟର ଆୟୋଡିନ ଯୁକ୍ତ ଲୁଣ ବିଷୟରେ ଜାଣିଥିବ। ଏହାର ଅର୍ଥ କଣ? ଆୟୋଡିନ ଲୁଣ ହେଉଛି ସାଧାରଣ ଲୁଣ ଯାହା ଆବଶ୍ୟକ ପରିମାଣ ଆୟୋଡିନ ସହିତ ମିଶ୍ର ହୋଇଥାଏ। ହଁ ହଁ ପିଲାମାନେ, ଆୟୋଡିନ ଯୁକ୍ତ ଲୁଣ ଯାହା ଦ୍ୱାରା ଭଲ ହୋଇଥାଏ। ଲୁଣ ଚାଷ ହେଉଛି ଅଗରିଆ ନାମକ ଏକ ଆଦିବାସୀ କଣ କି ନାମକ ଆଦିବାସୀ ଅଗ୍ରୟା ନାମକ ଏକ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ବୃତ୍ତି। ତାଙ୍କର ବୃତ୍ତି ରହିଛି। ସେମାନେ ଗୁଜରାଟ ଏବଂ କଚ୍ଛ ଅନ୍ୟାନ୍ୟ ସ୍ଥାନରେ ଲୁଣ ଚାଷ କରନ୍ତି। 8 ମାସ ଧରି ସେମାନେ ମରୁଭୂମିରେ ଅତ୍ୟଧିକ ଗରମରେ ରୁହନ୍ତି ଏବଂ ବହୁତ କଷ୍ଟ କରି ସମୁଦ୍ର ପାଣିରୁ ଲୁଣ ବାହାର କରନ୍ତି। ଏବଂ ସେହିପରି ଆମ ରାଜ୍ୟର ସମୁଦ୍ରରେ ଉପକୂଳବର୍ତ୍ତୀ ଅଞ୍ଚଳ ରହିଛି। ଗଞ୍ଜାମର ହୁମା, ଆମ ଗଞ୍ଜାମରେ କଣ? ଗଞ୍ଜାମରୁ ହୁମା ରହିଛି। ବାଲେଶ୍ୱର ରହିଛି ଇଞ୍ଚୁଡି, ଭଦ୍ରକର ଚୂଡାମଣି ଇତ୍ୟାଦି ସ୍ଥାନରେ ଲୋକମାନେ ଲୁଣ ମାରନ୍ତି। ଆମ ଓଡିଶାରେ କୋଉଠି କୋଉଠି ଲୁଣ ମାରାଯାଏ ପିଲାମାନେ? ପ୍ରଥମେ ଗଞ୍ଜାମରୁ ହୁମା, ଦ୍ୱିତୀୟରେ କଣ ଲେଖିବେ? ବାଲେଶ୍ୱରର ଇଞ୍ଚୁଡି, ତୃତୀୟରେ କଣ ଲେଖିବେ? ଭଦ୍ରକର ଚୂଡାମଣି। ପିଲାମାନେ ଏଥିରେ ଲେଖିବେ କୋଉଠି? ଗଞ୍ଜାମ, ବାଲେଶ୍ୱର, ଭଦ୍ରକ ଇତ୍ୟାଦି ସ୍ଥାନରେ ଲୋକମାନେ ଲୁଣ ମାରନ୍ତି। ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରୁଥିବା ଅନ୍ୟାନ୍ୟ ଖାଦ୍ୟ ଉପାଦାନ ବିଷୟରେ ତୁମେ କିପରି ଅଧିକ ଜାଣିବ? ହଁ ପିଲାମାନେ, ଆମେ ଜାଣିବା। ଆମେ ବୟସ୍କ ଲୋକମାନଙ୍କୁ ପଚାରିବା, ଇଣ୍ଟରନେଟ ଦ୍ୱାରା ପଚାରିବା ଏବଂ ଆପଣଙ୍କର ଘରେ ବି ପରାମର୍ଶ ନେଇପାରିବେ, ଯାହା ଦ୍ୱାରା ଆମେ ଜାଣିପାରିବା କଣ କଣ ରହୁଛି। ଅନ୍ୟ କେଉଁ ରୋଗରୁ ଆମେ ଯଦି ଖାଇବା, ପିଲାମାନେ ପଢିଥିଲେ ଭିଟାମିନ ସି ପଢିଥିଲେ, ଆୟୋଡିନ ପଢିଥିଲେ, ଏଇ ଯାହା ଦ୍ୱାରା ରୋଗରୁ ଆମେ ରକ୍ଷା ପାଇବା। କାର୍ଯ୍ୟ 3.4 ଆଶା ଏକ ସର୍ବେକ୍ଷଣ କରିବା। କଣ କରିବା? ଏବେ ବିଭିନ୍ନ ଖାଦ୍ୟ ଉପାଦାନର କାର୍ଯ୍ୟ ଏବଂ ଉତ୍ସ ଅନୁସନ୍ଧାନ କରିବା। ଚିତ୍ର 3.5 ରେ ଦିଆଯିବ ସାରଣୀ ଅଧ୍ୟୟନ କର। ଭିଟାମିନ ଏବଂ ଖଣିଜ ପଦାର୍ଥର ଉତ୍ସ ଗୁଡିକୁ ଚିହ୍ନଟ କର ଏବଂ ଏହି ଖାଦ୍ୟ ଉପାଦାନ ଅଭାବରୁ ହେଉଥିବା ରୋଗ ଲକ୍ଷଣ ବିଷୟରେ ମଧ୍ୟ ଜାଣ। ହଁ ପିଲାମାନେ, ତୁମ ପଡୋଶୀ ଘରକୁ ଯାଅ, ସେମାନଙ୍କ ସହିତ କଥାବାର୍ତ୍ତା କର ଏବଂ ସାରଣୀରେ ତାଲିକାଭୁକ୍ତ ଲକ୍ଷଣ ଗୁଡ଼ିକ କୌଣସି ବ୍ୟକ୍ତି ଦେଖିଲ କି ନାହିଁ ତାହା ଯାଞ୍ଚ କର। ଗୋଟେ ରିପୋର୍ଟ ବନ ପିଲାମାନେ। ଏହି ପ୍ରକାର ଏକ ଅନୁସନ୍ଧାନ ପ୍ରକଳ୍ପ ଜଣେ ଶିକ୍ଷକ ମାର୍ଗଦର୍ଶନ ଶିକ୍ଷାର୍ଥୀ ମାନେ କରିପାରିବେ। ଏହି ଲକ୍ଷଣ ଗୁଡ଼ିକୁ ସେମାନଙ୍କ ଖାଦ୍ୟ ସହିତ ସମ୍ପର୍କିତ କରି ଅଭାବ ଜନିତ ରୋଗ ଗୁଡ଼ିକୁ ଚିହ୍ନଟ କରିବା। ଅଭାବ ଜନିତ ମାନେ ହଉଛି କୋଉ ଖାଦ୍ୟର ଅଭାବରେ କେଉଁ ଜନିତ ରୋଗ ହୋଇଥାଏ। ଆମେ ପଢିଲେ କଣ? ଆୟୋଡିନ, ଯଦି ଆୟୋଡିନ କମ ହବ ଗଳଗଣ୍ଡ ରୋଗ ହବ। ଭିଟାମିନ ସି ଯଦି ଅଭାବ ହବ କଣ ପିଲାମାନେ? ଏଇଟା ଆମେ ପଢିଥିଲେ। ଦେଖନ୍ତୁ ପିଲାମାନେ, ଭିଟାମିନ ସି ଅଭାବ ହେଲେ ସର୍ବି ରୋଗରୁ ଆମେ ରୋଗ ହବ। ସେଥିପାଇଁ ଆମେ ନିଶ୍ଚୟ
ରିପୋର୍ଟ ଗୋଟେ ତିଆରି କରିବା। ଚାଲନ୍ତୁ ଦେଖିବା ଦେଖାଯାଇଥିବା ଲକ୍ଷଣକୁ ସମ୍ଭାବ୍ୟ କାରଣ ଦର୍ଶାଇ ଖାଦ୍ୟର ଆବଶ୍ୟକ ପରିବର୍ତ୍ତନ ପରାମର୍ଶ ଦିଅ। ହଁ ପିଲାମାନେ ଆମେ ବି ନିଜେ ଦେଇପାରିବା। ଅଧିକ ପରାମର୍ଶ ପାଇଁ ଡାକ୍ତର ପାଖକୁ ଯିବାକୁ କୁହ। ହଁ ପିଲା। 3.3 ଭିଟାମିନ୍ ଏବଂ ଖଣିଜ ପଦାର୍ଥ ସେମାନଙ୍କର କାର୍ଯ୍ୟ ଉତ୍ସ ଅଭାବ ଜନିତ ରୋଗ ଏବଂ ଲକ୍ଷଣ ଗୁଡିକ ଚାର୍ଟ କରାଯାଇଛି। ଚାଲନ୍ତୁ ଜାଣିବା। ଭିଟାମିନ୍ ଖାଦ୍ୟ ଉପାଦାନ ଜୀବସାର ବା ଧାତୁସାର ଖାଦ୍ୟର କାର୍ଯ୍ୟ କଣ, ଖାଦ୍ୟର ଉତ୍ସ କଣ, ଖାଦ୍ୟ ଅଭାବ ଜନିତ ରୋଗ କଣ, ରୋଗର ଲକ୍ଷଣ କଣ। ଭିଟାମିନ୍ ଏ ଆଖି ଓ ଚର୍ମକୁ ସୁସ୍ଥ ରଖିଥାଏ। କଣ ଅମୃତଭଣ୍ଡା, ଗାଜର, ଆମ୍ବ, କ୍ଷୀର ଇଏ ସବୁ ରହିଛି। ଖାଦ୍ୟ ଅଭାବ ଜନିତ ରୋଗ କଣ ଦୃଷ୍ଟି ଶକ୍ତି ହ୍ରାସ ରହିବ। କଣ ରୋଗ ଲକ୍ଷଣ କଣ ଦୁର୍ବଳ ଦୃଷ୍ଟି ଶକ୍ତି, ଅନ୍ଧାରରେ ଦୃଷ୍ଟି ଶକ୍ତି ହ୍ରାସ, ଅନ୍ଧାର କଣା, ବେଳେ ବେଳେ ଦୃଷ୍ଟି ଶକ୍ତି ସମ୍ପୂର୍ଣ୍ଣ ହରାଇବା। ଏଇ ସବୁ ଭିଟାମିନ୍ ଏ ଦ୍ୱାରା ହଉଛି। ପିଲାମାନେ ନିଶ୍ଚୟ ଭିଟାମିନ୍ ଏ ଜନିତ ଖାଦ୍ୟ ଖାଇବା। ଭିଟାମିନ୍ ବି କଣ ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ ଏବଂ ଶରୀରକୁ ବିଭିନ୍ନ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ଡାଲି, ମଞ୍ଜି ଜାତୀୟ ଖାଦ୍ୟ, ବାଦାମ, ଶସ୍ୟ, ଦୁଗ୍ଧ ଜାତୀୟ ଦ୍ରବ୍ୟ, ବେରିବେରି ଯଦି ଏଇ କଣ ହବ, ଯଦି ଭିଟାମିନ୍ ବି ହବ ବେରିବେରି ଗୋଟେ ରୋଗ ରହିଅଛି ସେୟା ହବ। ଗୋଡ ଓ ହାତ ଫୁଲିବା, ଝିମଝିମ ହେବା, ମୁହଁ ପୋଡିବା ପରି ଲାଗିବା କିମ୍ବା ଜଳିବା, ଶ୍ୱାସକ୍ରିୟାରେ କଷ୍ଟ ହବ। ଭିଟାମିନ୍ B1 ସେଇଟା। ଭିଟାମିନ୍ ସି କଣ ଆମେ ପଢିଥିଲେ, କଣ ଭିଟାମିନ୍ ସି ରେ ଶରୀରକୁ ରୋଗ ସହ ଲଢିବାରେ ସାହାଯ୍ୟ କରେ। କଣ ଅଁଳା, ପିଜୁଳି, କଞ୍ଚା ଲଙ୍କା, କମଳା, ଲେମ୍ବୁ ଆମେ ପଢିଥିଲେ। ଏବେ ଆଗରେ ଉପରେ ହିଁ ପଢିଥିଲେ ଭିଟାମିନ୍ ସି ଦ୍ୱାରା କଣ ଚର୍ବି ରୋଗ ହୋଇଯାଏ। କଣ ଆମେ କଣ ଖାଇବା, କମଳା ଆଉ ଲେମ୍ବୁ ଖାଇବା। ମାଢିରୁ ରକ୍ତସ୍ରାବ କ୍ଷତ ବିଳମ୍ବରେ ଭଲ ହେବ ଯଦି ନ ଖାଇବା ହେଲେ ରୋଗର ଲକ୍ଷଣ ହବ। ଭିଟାମିନ୍ ଡି କଣ ପିଲାମାନେ ହାଡ ଦାନ୍ତ ପାଇଁ କାଲସିୟମକୁ ଶୋଷିବାରେ ସାହାଯ୍ୟ। କଣ ସୂର୍ଯ୍ୟ କିରଣ ବହୁତ ପ୍ରଥମ ଭୂମିକା ଗ୍ରହଣ କରୁଛି। ତାପରେ କ୍ଷୀର, ଲହୁଣୀ, ମାଛ, ଅଣ୍ଡା ରିକେଟ ଜନିତ ରୋଗ ଗୋଟେ ହବ। କୋମଳ ଏବଂ ବଙ୍କା ହାଡ ହବ ପିଲାମାନେ। କାଲସିୟମ କଣ ହାଡ ଓ ଦାନ୍ତକୁ ସୁସ୍ଥ ରଖିଥାଏ। କାଲସିୟମ କୋଉଟା କଣ ଅଛି, କ୍ଷୀର, ସୋୟା କ୍ଷୀର, ଦହି, ଛେନାରେ ସବୁ ଅଛି। ହାଡ ଓ ଦାନ୍ତ କ୍ଷୟ କରିଦବ। ଯଦି ହାଡ ଓ ଦାନ୍ତ କ୍ଷୟ କରିବା ଜନିତ ରୋଗ ହବ। କଣ ହୁଏ, ହାଡ ଦୁର୍ବଳ, ଦାନ୍ତ କ୍ଷୟ ହୁଏ ଯଦି କ୍ୟାଲସିୟମ ଅଭାବ ହବ। ଆଇଡିନ କଣ, ଆଇଡିନ ଆମେ ଜାଣିଥିଲେ ଏବେ ପଢିଥିଲେ ଗଳଗଣ୍ଡ ରୋଗ ହଉଛି ଶାରୀରିକ ଏବଂ ମାନସିକ କାର୍ଯ୍ୟ କରିବାରେ ସାହାଯ୍ୟ କରେ ପିଲାମାନେ। ହଁ ପିଲାମାନେ ଆୟୋଡିନ ଭାଗ ଫୁଲିଯାଏ। ସାମୁଦ୍ରିକ ମାଛ, ପାଣି ସିଙ୍ଗଡା ଆୟୋଡିନ ଯୁକ୍ତ ଲୁଣ ଗଳଗଣ୍ଡ ହୁଏ ବା ବେକର ସମ୍ମୁଖ ଭାଗ ଫୁଲିଥାଏ। ଆଇରନ୍ କଣ ରକ୍ତର ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଆୟୋଡିନ କଣ ସବୁଜ ଶାଗ, ପନିପରିବା, ଡାଳିମ୍ବ, ବିଟ୍ ଏହି ସବୁ ଖାଇବା। ରକ୍ତହୀନତା ହୋଇଥାଏ। ଦୁର୍ବଳତା, ଶ୍ୱାସକ୍ରିୟାରେ ଅସୁବିଧା ହବ। ଚାଲନ୍ତୁ ଆଗକୁ ବଢିବା। ସାରଣୀ 3.3 ରୁ ତୁମେ ଜାଣିଛ ଯେ ଜୀବସାର ଭିଟାମିନ୍ ଏ, B1, C ଏବଂ ଡି ଏବଂ ଧାତୁସାର ମିନେରାଲ୍ସ କାଲସିୟମ, ଆୟୋଡିନ ଏବଂ ଆଇରନ୍ ଆଦି ହେଉଛି ଦୁଇ ପ୍ରକାର ଖାଦ୍ୟ ଉପାଦାନ। କଣ ଜୀବସାର ଏବଂ ଧାତୁସାର। କଣ ଜୀବସାର ଭିଟାମିନ୍ ଏ, B1, C ଏବଂ ଡି ପଢିଥିଲେ। ଦେଖନ୍ତୁ ପିଲାମାନେ ଭିଟାମିନ୍ ଏ, B1, C, ଡି ପଢିଥିଲେ। ଆମେ କଣ ପଢିଥିଲେ, ଧାତୁସାର ମାନେ କାଲସିୟମ, ଆୟୋଡିନ, ଆଇରନ୍। ଦେଖ ଇଏ ହଉଛି କାଲସିୟମ, ଆୟୋଡିନ ଏଣ୍ଡ ଆଇରନ୍। ଇଏ କଣ ହଉଛି ପିଲାମାନେ ଧାତୁସାର ଜନିତ। ଜୀବସାର, ଧାତୁସାର ହେତୁ ରଖିବା ପିଲାମାନେ। ଆଦି ହଉଛି ଦୁଇ ପ୍ରକାର ଖାଦ୍ୟ ଉପାଦାନ ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। କିନ୍ତୁ ଆମେ ଭିଟାମିନ୍ ଏବଂ ଖଣିଜ ଲବଣ ଅଭାବ ଜନିତ ରୋଗରୁ କିପରି ଦୂର କରିବା। ପିଲାମାନେ ଦେଖନ୍ତୁ ପିଲାମାନେ, ଯଦି ଆମେ ଭିଟାମିନ୍ ଏ ର କିଛି ଉତ୍ସ ହଉଛି ଆମ୍ବ ଯଦି ଖାଇବା ଭଲ ହବ। କ୍ଷୀର, ଗାଜର ଖାଇବା, ଅମୃତଭଣ୍ଡା ବହୁତ ଭଲ ପିଲାମାନେ। ଭିଟାମିନ୍ B1 ର କିଛି ଉତ୍ସ କଣ, ଅଳସୀ ମଞ୍ଜି, ଗହମ, ପନିର, କ୍ଷୀର, ଚାଉଳ, କଖାରୁ ମଞ୍ଜି ବି ଖାଇଲେ ବି ଭଲ ପିଲାମାନେ। ଇଏ ହଉଛି ଭିଟାମିନ୍ ବି ର ଉତ୍ସ ପିଲାମାନେ। ଚାଲନ୍ତୁ ଆଗକୁ ବଢିବା। ଭିଟାମିନ୍ ସି ର କିଛି ଉତ୍ସ ଅଁଳା ଖାଇବା, ଟମାଟୋ ଖାଇବା, କମଳ ଖାଇବା, ପିଜୁଳି ଖାଇବା, ସବୁଜ ରଙ୍ଗର ଲଙ୍କା ଖାଇବା, ଲେମ୍ବୁ ଖାଇବା ଏବଂ କଞ୍ଚା ଲଙ୍କା ବି ଖାଇବା। ଇଏ ବହୁତ ଭଲ ଭିଟାମିନ୍ ସି ର କିଛି ଉତ୍ସ। ଭିଟାମିନ୍ ଡି ର କିଛି ଉତ୍ସ କଣ, ଭିଟାମିନ୍ ବି ମାଛ ଖାଇବା, କ୍ଷୀର ଖାଇବା, ଅଣ୍ଡା ଖାଇବା, ବଟର ବା ଲହୁଣୀ ଖାଇବା ଏବଂ ଖାଦ୍ୟ ଉପଯୋଗୀ ଛତୁ ଖାଇବା। ଯାହା ଦ୍ୱାରା ଆମ ବିଭିନ୍ନ ପ୍ରକାର କିଛି ଉତ୍ସ ଖାଇବା ଦ୍ୱାରା ଆମ ଖାଦ୍ୟ ସନ୍ତୁଳନ ରହିପାରିବ। ଯେଉଁ ଖାଦ୍ୟ ଉପାଦାନ ଶକ୍ତି ପ୍ରଦାନ କରିଥାଏ, ଆମ ଅଭିବୃଦ୍ଧିରେ ସହାୟକ ହୋଇଥାଏ ଓ ଶରୀରକୁ ରୋଗରୁ ରକ୍ଷା କରିଥାଏ ଏବଂ ବିଭିନ୍ନ ପ୍ରକାର ଶାରୀରିକ ପ୍ରକ୍ରିୟା ବଜାୟ ରଖିଥାଏ, ତାହାକୁ ଆମେ ପୋଷକ କୁହାଯାଏ। ପୋଷକ କାହାକୁ କୁହାଯାଏ ପିଲାମାନେ, ଏଠି ଲେଖିବା, କୋଶ୍ଚିନ୍ ଆସିବ।
ପୋଷକ କାହାକୁ କୁହାଯାଏ? ପୋଷକ କାହାକୁ କୁହାଯାଏ? ଯୋଉ ଖାଦ୍ୟ ଉପାଦାନ ଶକ୍ତି ପ୍ରଦାନ କରିଥାଏ, ଆମକୁ ବୁଦ୍ଧି ପ୍ରକାଶ କରିଥାଏ, ଆମ ଶାରୀରିକ ବୁଦ୍ଧି ପ୍ରକାଶ କରିଥାଏ, ରକ୍ଷା କରିଥାଏ, ତାହାକୁ ଆମେ ପୋଷକ କୁହାଯାଏ। ଆମ ଖାଦ୍ୟରେ ଥିବା ପ୍ରମୁଖ ପୋଷକ ମଧ୍ୟରେ କାର୍ବୋହାଇଡ୍ରେଟ, ପ୍ରୋଟିନ, ଫ୍ୟାଟ, ଭିଟାମିନ ଏବଂ ମିନରାଲ୍ସ ଅନ୍ତର୍ଭୁକ୍ତ ରହିଅଛି ପିଲାମାନେ। ହଁ ପିଲାମାନେ, ଭିଟାମିନ ଏବଂ ମିନରାଲ୍ସକୁ ସୁରକ୍ଷା ପ୍ରଦାନକାରୀ ପୋଷକ ମଧ୍ୟ କୁହାଯାଏ। କାହାକୁ ସୁରକ୍ଷା ପ୍ରଦାନକାରୀ ପୋଷକ କୁହାଯାଏ? ଭିଟାମିନ ଏଣ୍ଡ ମିନରାଲ୍ସ। ଭିଟାମିନ ହେଇପାରେ ଭିଟାମିନ ଏ ହେଇପାରେ, B1 ହେଇପାରେ, ସି ହେଇପାରେ, ଡି ହେଇପାରେ। ମିନରାଲ୍ସ କଣ କୋଉ ବି ପ୍ରକାରର ମିନରାଲ୍ସ ହେଇପାରେ? ଦେଖନ୍ତୁ ପିଲାମାନେ, ମିନରାଲ୍ସ କାଲସିୟମ ହେଇପାରେ, ଆୟୋଡିନ ହେଇପାରେ, ଆଇରନ୍ ହେଇପାରେ, ବିଭିନ୍ନ ପ୍ରକାର ହେଇପାରେ। ତୁମ ପିତା ମାତା ତୁମକୁ ନିୟମିତ କ୍ଷୀର, ସବୁଜ ପନିପରିବା, ଫଳ ଏବଂ ଶସ୍ୟ ଖାଦ୍ୟ ଖାଦ୍ୟ ଖାଇବା ପରାମର୍ଶ ଦଉଥିବେ, ନିଶ୍ଚୟ ଦଉଥିବେ ପିଲାମାନେ, ମୁଁ ଜାଣିଛି ନିଶ୍ଚୟ। ଏଇ ଖାଦ୍ୟ ପଦାର୍ଥ ଗୁଡ଼ିକୁ ଭିଟାମିନ ଏବଂ ଖଣିଜ ଲବଣ ଉତ୍ସ, ଯଦିଓ ଭିଟାମିନ ଏବଂ ମିନରାଲ୍ସ ଅଳ୍ପ ମାତ୍ରାରେ ଆବଶ୍ୟକ, କିନ୍ତୁ ଏହା ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଜରୁରୀ ଅଟେ। ହଁ ପିଲାମାନେ, ଏଇ ଭିଟାମିନ ଏବଂ ମିନରାଲ୍ସ ଅଳ୍ପ ମାତ୍ରା ଦରକାର, କିନ୍ତୁ ଶରୀରକୁ ସୁସ୍ଥ ଏବଂ ତନ୍ଦୁରୁସ୍ତ ଏବଂ ରଖିବା ପାଇଁ ଏହି ଖାଦ୍ୟ ପ୍ରଧାନତଃ ଏହି ମାତ୍ରାର ଏହି ଭିଟାମିନ ମିନରାଲ୍ସ ଆବଶ୍ୟକ କରିଥାଏ। କଞ୍ଚା ଏବଂ ରନ୍ଧା ପନିପରିବାରେ ତୁମେ କଣ ପାର୍ଥକ୍ୟ ଅନୁସନ୍ଧାନ କରୁଛ? କଞ୍ଚା ପିଲାମାନେ, କଞ୍ଚା ପରିବା କେତେ ଗୁଡିକ କଞ୍ଚା ପରିବା ବହୁତ ଭଲ, ଦେହ କଞ୍ଚା ଖାଇଲେ ଭଲ, ଏବଂ ରନ୍ଧା ପନିପରିବା ଆହୁରି ଭଲ ଲାଗିଥାଏ। ବୁଝିଲ? ତୁମେ କେବେ ଦେଖିଛ କି ପନିପରିବା ବେଳେ ବେଳେ ନିଜର ସତେଜତା ହରାଇଥାଏ କିମ୍ବା ରୋଷେଇ କରିବା ସମୟରେ ନରମ ହୋଇଯାଏ? ହଁ ପିଲାମାନେ, ଯଦି ଆମେ କାଟିକି, ଯଦି ବାଇଗଣକୁ କାଟିକି ରଖିବା, ସେ କଳା ହେଇଯିବ, କଳା ହେଇ ପଳେଇବ। ଏବଂ ଆଳୁ ବି କାଟିକି ରଖିବେ, ସିଏ ମାଡିଆ ହେଇ ପଳେଇବ, ତାକୁ ପାଣିରେ ପକା ଯାଇଥାଏ। ଖାଦ୍ୟକୁ ଅଧିକ ସମୟ ରାନ୍ଧିବା ଦ୍ୱାରା ଭିଟାମିନ ସି ଭଳି କିଛି ପୋଷକ ନଷ୍ଟ ହୋଇଯାଏ। ଫଳ ଏବଂ କଞ୍ଚା ପନିପରିବା ଆମେ ଖାଦ୍ୟରେ ସାମିଲ କରିବା ବୁଦ୍ଧିମାନ ହେବ କି? ହଁ ପିଲାମାନେ, ବହୁତ ବୁଦ୍ଧିମାନ ହବ, ଯାହା ଦ୍ୱାରା ଆମର ଭିଟାମିନ ଏବଂ ମିନରାଲ୍ସ ବଢିବ। କଟା କିମ୍ବା ଚୋପା ଛଡା ପନିପରିବା ଓ ଫଳକୁ ଧୋଇଲେ ମଧ୍ୟ କିଛି ଭିଟାମିନ ନଷ୍ଟ ହୋଇପାରେ। ହଁ ପିଲାମାନେ, ଯଦି କିଛି ଧୋଇବା ଦ୍ୱାରା ବି ନଷ୍ଟ ହୋଇପାରେ, ତେବେ ରାନ୍ଧିବା ବା କଞ୍ଚା ଖାଇବା ପୂର୍ବରୁ ସମସ୍ତେ ଫଳ ପନିପରିବାକୁ ଭଲ ଭାବେ ଧୋଇବା ପାଇଁ ପରାମର୍ଶ ଦିଆଯାଉଛି। ହଁ ପିଲାମାନେ, କାହିଁକି ନା ବାହାରେ ରହୁଛି ନା କିଛି ବ୍ୟାକ୍ଟେରିଆ, କିଛି ଗନ୍ଧିଆ ହେଇ ରହିଥାଏ, ସେଠୁ ଧୋଇଦେଲେ ଆମେ ରୋଗ ମୁକ୍ତ ହୋଇ ଖାଇପାରିବା। ଆମେ କଣ ଉଦ୍ଭିଦ ଏବଂ ପ୍ରାଣୀ ମାନଙ୍କ ଠାରୁ ସମସ୍ତ ପୋଷକ ତତ୍ତ୍ୱ ପାଇଥାଉ? ହଁ ପିଲାମାନେ, ନିଶ୍ଚୟ। ଉଦ୍ଭିଦ ଶସ୍ୟ ପ୍ରାଣୀ ଉଦ୍ଭିଦ ଉତ୍ସ ପ୍ରାଣୀ ଉତ୍ସରୁ ବି ପାଇଥାଉ। କଣ ଉଦ୍ଭିଦ ଉତ୍ସ କଣ ପିଲାମାନେ ଆମେ ପଢିଥିଲେ, ମନେ ପକେଇବା ଆଉଥରେ। ଆମେ ଗହମ, ହରଡ଼, ବାଜରା ପଢିଥିଲେ। ପ୍ରାଣୀ ଉତ୍ସ କଣ? ପ୍ରାଣୀ ଉତ୍ସ ହଉଛି ମାଛ, ମାଂସ, ଅଣ୍ଡା, ଏଇ ସବୁ ପଢିଥିଲେ ନା ନିତୁ? ଲୁଣ ଭଳି ପୋଷକ ସମୁଦ୍ର ଜଳରୁ କିମ୍ବା ପଥରରୁ ମିଳିଥାଏ। ହଁ ମିଳିଥାଏ। ଏଥର ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିଥିଲେ ଆମ ଶରୀର ପ୍ରାକୃତିକ ଭାବେ ଭିଟାମିନ ଡି ଉତ୍ପନ୍ନ। ହଁ ପିଲାମାନେ, ସକାଳ ସୂର୍ଯ୍ୟ କିରଣ ଦେଖ ପିଲାମାନେ, ଖାଲି ଦେହରେ ସୂର୍ଯ୍ୟ କିରଣ ଆଧାରରେ ଠିଆ ହେବା ସକାଳ ସକାଳ ଭୋର 5ଟା କି 6ଟାରେ, ସେଟା ଭିଟାମିନ ଡି ଆମକୁ ମିଳିଥାଏ। ଯୋଉ ସୂର୍ଯ୍ୟ ହାଲକା ହାଲକା ସୂର୍ଯ୍ୟ କିରଣ। ଫଳ ପନିପରିବାରେ ପ୍ରଚୁର ମାତ୍ରାରେ ତନ୍ତୁ ବା ଫାଇବର ରହିଥାଏ। ହଁ, ଫାଇବର ଗୋଟେ ଫଳ ପନିପରିବାରେ ରହିଥାଏ। ଆସ ଜାଣିବା ତନ୍ତୁ ଜାତୀୟ ଖାଦ୍ୟ ବା ଫାଇବର ଆମ କିପରି ଲାଭ ଦିଏ। ଅତ୍ୟାବଶ୍ୟକ ପୋଷକ ତଥ୍ୟ ବ୍ୟତୀତ ଆମ ଶରୀରକୁ ତନ୍ତୁ ଜାତୀୟ ଖାଦ୍ୟ ଏବଂ ପାଣିର ଆବଶ୍ୟକତା ରହିଛି। ହଁ ପିଲାମାନେ, ଭୁଲ ରହିଛି। ତନ୍ତୁ ଜାତୀୟ ଖାଦ୍ୟକୁ ରଫେଜ ମଧ୍ୟ କୁହାଯାଏ। କଣ ରଫେଜ କୁହାଯାଏ? ତନ୍ତୁ ଜାତୀୟ ଖାଦ୍ୟକୁ ଆମେ ରଫେଜ କୁହାଯାଏ। ଏହା ଆମ ଶରୀରକୁ କୌଣସି ପୋଷକ ପ୍ରଦାନ କରେ ନାହିଁ, ତଥାପି ଏହା ଆମ ଖାଦ୍ୟର ଏକ ଆବଶ୍ୟକତା ଉପାଦାନ। ଏହା ଆମ ଶରୀରର ହଜମ ହଉନଥିବା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ ଭଲ ଭାବରେ ମଳ ବାହାର କରିବାରେ ସାହାଯ୍ୟ କରିଥାଏ। ଆମ ଖାଦ୍ୟରେ ରଫେଜ ମୁଖ୍ୟତଃ ଉଦ୍ଭିଦରୁ ମିଳିଥାଏ। କଣ? ଫଳ ଓ ପନିପରିବାରେ ଫାଇବର ଥାଏ, ଯାହା ଦ୍ୱାରା ଆମର ଖାଦ୍ୟ ହଜମ କରିବା ଆଉ ମଳ ବାହାର କରିବାରେ ସାହାଯ୍ୟ କରିଥାଏ। ଚାଲନ୍ତୁ ଜାଣିବା, ସବୁଜ ପନିପରିବା, ତାଜା ଫଳ, ଚକି ପେଶା ଅଟା, ଚୋପା ଲଗା ଡାଲି ଏବଂ ମଞ୍ଜି ଜାତୀୟ ଖାଦ୍ୟ ରଫେଜ ଉତ୍ତମ ଉତ୍ସ ଅଟେ। ମୋ ଜେଜେମାଙ୍କ ମଳତ୍ୟାଗ କରିବାରେ ଅସୁବିଧା ହଉଥିଲା, ଏବେ ମୁଁ ବୁଝିପାରୁଛି ଡାକ୍ତର କାହିଁକି ତାଙ୍କୁ ଫାଇବର ଯୁକ୍ତ ଖାଦ୍ୟ ଖାଇବା ପରାମର୍ଶ ଦେଇଥିଲେ। ପିଲାମାନେ ବୁଝିଲେ ନା ଏବେ? ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ଆମେ ଉଦ୍ଭିଦ ଭିତ୍ତିକ ଖାଦ୍ୟ ଖାଇବା କେବଳ ଶରୀର ପାଇଁ ସ୍ୱାସ୍ଥ୍ୟକର ନୁହେଁ, ବରଂ ଆମ ପରିବେଶ ଏବଂ ଆମ ପୃଥିବୀ ପାଇଁ ମଧ୍ୟ ଉତ୍ତମ ଅଟେ। ହଁ ପିଲାମାନେ, ଜଳ ଆମ ଖାଦ୍ୟର ଏକ ଆବଶ୍ୟକତା ଉପାଦାନ। ଏହା ଶରୀରକୁ ଖାଦ୍ୟରୁ ପୋଷକ ଶୋଷିବାରେ ସାହାଯ୍ୟ କରିଥାଏ। ଏହା ଝାଳ ଓ ପରିସ୍ରା ମଧ୍ୟରେ ଶରୀରକୁ ବର୍ଜ୍ୟବସ୍ତୁ ବାହାର କରିଥାଏ। ନିଜକୁ ସୁସ୍ଥ ରଖିବା ପାଇଁ ନିୟମିତ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଉଚିତ। ଆମ ଶରୀରକୁ ଜଳ ଯୋଗାଇବା ଖାଦ୍ୟ ଉତ୍ସ ଗୁଡିକ କଣ, ସେଗୁଡିକ ତାଲିକା ପ୍ରସ୍ତୁତ କର। ହଁ ପିଲାମାନେ, ତାଲିକା ପ୍ରସ୍ତୁତ କରିବା। କଣ ପିଲାମାନେ ହେତୁ ରଖିଥିବ? ପିଲାମାନେ, ଆମେ ଦିନକୁ 5 ଲିଟର ପାଣି ପିଇବା ଦରକାର, ଯାହା ଦ୍ୱାରା ଆମ ଶରୀର ଭଲ
ପିଲାମାନେ କଣ ରହିଛି ଆମ ଶରୀରକୁ ଜଳ ଯୋଗ ଦେଇବା ଖାଦ୍ୟ ଉତ୍ସ ଗୁଡିକ ହେଲା, ପ୍ରଥମେ ହେଲା ଆମର ରହିବ ଆମ୍ବ ରହିବ, ତରଭୁଜ ରହିବ, ଅମୃତଭଣ୍ଡା ରହିବ, ଆଉ କଣ ରହିବ ଅଙ୍ଗୁର ରହିବ, ସପୁରି ପଣସ ରହିବ, ଷ୍ଟ୍ରବେରୀ ରହିବ। ଏହି ଉତ୍ସ ଗୁଡିକ ଆମ ଶରୀରକୁ ଜଳ ପ୍ରଦାନ କରିଥାଏ। କାହିଁକି ନା ଜଳ ପ୍ରଦାନ କରିବା ଦ୍ଵାରା ଆମ ଶରୀର ସତେଜ ରହିଥାଏ। ଚାଲନ୍ତୁ ଜାଣିବା ଜଣେ ବୈଜ୍ଞାନିକ ଜାଣିବା। ଦେଖନ୍ତୁ କଲଥୁର ଗୋପାଲନ, କେଡେ ବଡ ସୁନ୍ଦର ନାମଟିଏ କଲଥୁର ଗୋପାଲନ। 1918 ରୁ 2019, ସେ 1918 ଜନ୍ମ ଲାଭ କରିଥିଲେ, 2019 ସେ ମୃତ୍ୟୁବରଣ କରିଥିଲେ। ଭାରତରେ ପୋଷଣ ସମ୍ବନ୍ଧରେ ଗବେଷଣା ଆରମ୍ଭ କରିଥିଲେ। ସେ 500 ରୁ ଅଧିକ ଭାରତୀୟ ଖାଦ୍ୟର ପୋଷକ ତତ୍ତ୍ୱ ନାମ ବିଶ୍ଳେଷଣ କରିଥିଲେ ଏବଂ ଭାରତୀୟ ପରିପ୍ରେକ୍ଷୀରେ ଉପଯୁକ୍ତ ଖାଦ୍ୟ ସୁପାରିଶ କରିଥିଲେ। ସେ ଭାରତୀୟ ଜନସଂଖ୍ୟାର ପୁଷ୍ଟିକର ସ୍ଥିତି ଉପରେ ସମୀକ୍ଷଣ ନେତୃତ୍ୱ ନେଇ ପ୍ରୋଟିନ, ଶକ୍ତି ଏବଂ ଅନ୍ୟାନ୍ୟ ଖାଦ୍ୟ ଉପାଦାନର ବ୍ୟାପକ ଅଭାବ ଚିହ୍ନଟ କରିଥିଲେ। ଏହା ଦ୍ୱାରା 2002 ମସିହାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କଲେ। କିଏ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଦେଇଥିଲେ ପିଲାମାନେ? 2002ରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ହୋଇଥିଲା। କଣ କିଏ ଦେଇଥିଲେ? କଲଥୁର ଗୋପାଲନ। ପିଲାମାନେ ହେତୁ ରଖିବା କଲଥୁର ଗୋପାଲନ। ଆମ ଦେଶରେ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ସନ୍ତୁଳିତ ଖାଦ୍ୟ ଯୋଗାଇବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। କଣ? ମଧ୍ୟାହ୍ନ ଭୋଜନ ଯୋଜନା। ବହୁତ ଭଲ ଯୋଜନା ପିଲାମାନେ, ମୁଁ ବି ଖାଇଛି, ଖାଉଛି। ଏହି ଯୋଜନା ସାରା ଦେଶରେ ଲକ୍ଷ ଲକ୍ଷ ଶିଶୁଙ୍କୁ ସ୍ୱାସ୍ଥ୍ୟ ଏବଂ ପୋଷଣରେ ଉନ୍ନତି ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ହଁ ପିଲାମାନେ, ଏହି ଯୋଉ ମଧ୍ୟାହ୍ନ ଭୋଜନ ଯୋଜନା ରହିଛି, ଯାହା ଦ୍ୱାରା ପିଲାମାନେ ବି ସ୍କୁଲକୁ ଆସୁଥିଲେ, ମୁଖ୍ୟ ଭୂମିକା କଣ? ସ୍ୱାସ୍ଥ୍ୟ ସୁସ୍ଥ ରହୁଥିଲା। ଖାଦ୍ୟର ବିଭିନ୍ନ ଉପାଦାନକୁ କିପରି ପରୀକ୍ଷା କରିବ? ଆସ ଜାଣିବା ବିଭିନ୍ନ ଖାଦ୍ୟ ପଦାର୍ଥରେ କେଉଁ ପୋଷକ ରହିଥାଏ। କେତେକ ପୋଷକ ଯଥା ଷ୍ଟାର୍ଚ, ଏକ ପ୍ରକାର କାର୍ବୋହାଇଡ୍ରେଟ, ଫ୍ୟାଟ ଏବଂ ପ୍ରୋଟିନକୁ ଅତି ସରଳ ପରୀକ୍ଷା ମାଧ୍ୟମରେ ଚିହ୍ନଟ କରାଯାଇ ପାରେ। ଅନ୍ୟ କେତେକଙ୍କୁ କେବଳ ପରୀକ୍ଷାଗାରରେ ଚିହ୍ନଟ କରାଯାଇ ପାରିବ। ଆସ ଜାଣିବା ଆମେ କିଛି ଖାଦ୍ୟ ପଦାର୍ଥ ଷ୍ଟାର୍ଚ, ଫ୍ୟାଟ ଏବଂ ପ୍ରୋଟିନ ଉପସ୍ଥିତ କରି ଚିହ୍ନଟ କରିବା। ଚାଲନ୍ତୁ ଜାଣିବା କରିବା ଷ୍ଟାର୍ଚ ବା ବର୍ଣ୍ଣ ପାଇଁ ପରୀକ୍ଷା। କାର୍ଯ୍ୟ 3.5, ଆସ ଅନୁସନ୍ଧାନ କରିବା। ଅଳ୍ପ ପରିମାଣର ଖାଦ୍ୟ ପଦାର୍ଥ ଯଥା ଆଳୁ, କାକୁଡି, ପାଉରୁଟି, ଭାତ, ସିଝା ରୁଟି, ଛେଚା ଚିନାବାଦାମ, ତେଲ, ବଟର ଏବଂ କୋରା କଟା ନଡିଆ ଆଣ। ପରୀକ୍ଷା ପାଇଁ ତୁମେ ଅନ୍ୟ ଖାଦ୍ୟ ସାମଗ୍ରୀ ମଧ୍ୟ ନେଇପାରିବ। ଦେଖନ୍ତୁ ପିଲାମାନେ ନେଇଛନ୍ତି ବିଭିନ୍ନ ଖାଦ୍ୟ ପଦାର୍ଥ ଷ୍ଟାର୍ଚର ଉପସ୍ଥିତି ପରୀକ୍ଷା। ପ୍ରତ୍ୟେକ ଜିନିଷକୁ ଅଳ୍ପ ଅଳ୍ପ ନେଇ ଅଲଗା ଅଲଗା ପାତ୍ରରେ ରଖ। ପିଲା ଅଲଗା ଅଲଗା ପାତ୍ରରେ ରଖାଯାଇଛି। ଡବଲ ସାଇଜରେ ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ଉପରେ 2-3 ବୁନ୍ଦା ତରଳ ଆୟୋଡିନ ଦ୍ରବଣ ପକାଅ। ପକେଇବା ସେ ପକଉଛି, ଦେଖ ପିଲାମାନେ, ଇଏ ହଉଛି ଆୟୋଡିନ। ପିଲାମାନେ ଦିନ ପରୀକ୍ଷା କରୁଛନ୍ତି, ଆୟୋଡିନ ପକାଯାଉଛି। ଖାଦ୍ୟ ଦ୍ରବ୍ୟର ରଙ୍ଗ କୌଣସି ପରିବର୍ତ୍ତନ ହେଉଛି କି ନାହିଁ ତାର ନିରୀକ୍ଷଣ କର। ସେମାନେ ଗାଢ ନୀଳ ହୋଇଯାଇଛନ୍ତି କି ସାରଣୀ 3.2 ପର୍ଯ୍ୟବେକ୍ଷଣ ଗୁଡିକ ଲେଖି ରଖ। ଗାଢ ନୀଳ ରଙ୍ଗ ଷ୍ଟାର୍ଚର ଉପସ୍ଥିତି ସୂଚିତ କରେ। ଯଦି ଯଦି ଏହି ଦେଖନ୍ତୁ ପିଲାମାନେ, ଆଳୁ ସିଏ କାଟିଛି ପିଲାଟି, କଇଁଚିରେ ସେ ଚାକୁରେ ଆଳୁଟି କାଟିଛି, ଆୟୋଡିନ ପକଉଛି। ଯଦି ସେ ନୀଳ ହେଇଯାଉଛି, ଆୟୋଡିନ ପକେଇ ନୀଳ ହେଇଯାଉଛି, ଷ୍ଟାର୍ଚର ଉପସ୍ଥିତି ରହିଛି। ସ୍ନେହସାର ଫ୍ୟାଟ ପାଇଁ ପରୀକ୍ଷା କରିବା। ଏବେ ସ୍ନେହସାର ଆସ ଅନୁମାନ କରିବା। କାର୍ଯ୍ୟ 3.5 ଷ୍ଟାର୍ଚର ଉପସ୍ଥିତି ପାଇଁ ତମେ ପରୀକ୍ଷା କରିଥିବା ଖାଦ୍ୟ ସାମଗ୍ରୀ ଏକ ଛୋଟ ଅଂଶ ନିଅ। ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ଅଲଗା ଅଲଗା କାଗଜରେ ରଖ। ଖାଦ୍ୟକୁ କାଗଜରେ ଗୁଡେଇ ଦବାଇ ଦିଅ। କାଗଜ ଫାଟି ନ ଯିବା ପର୍ଯ୍ୟନ୍ତ ଯତ୍ନବାନ, ଫାଟିଯିବନି, ଯତ୍ନବାନ ନବ ପିଲାମାନେ। ଯଦି କୌଣସି ଖାଦ୍ୟ ସାମଗ୍ରୀ ଅଳ୍ପ ପାଣି ଥାଏ, ତାହା କାଗଜରେ ଶୁଖେଇବାକୁ ଦିଅ ପିଲାମାନେ। କାଗଜରେ ଏକ ତୈଳଯୁକ୍ତ ଛାପା ଦେଖା ଯାଉଛି କି? ଏଇ ଛାପର କାରଣ କଣ ବୋଲି ତମେ ଭାବୁଛ? ଫ୍ୟାଟର କାରଣ ହୋଇଥାଏ। ଯଦି ଖାଦ୍ୟ ସାମଗ୍ରୀ ତେଲ କିମ୍ବା ଲହୁଣୀ ଥାଏ, ତେବେ ଏହା କାଗଜରେ ଏକ ତୈଳଯୁକ୍ତ ଛାପ ଛାଡି ଦିଏ। ଏବେ କାଗଜକୁ ଆଲୋକ ସମ୍ମୁଖରେ ଧରି ରଖ। ତୁମେ ଏହି ଛାପ ମାଧ୍ୟମରେ ଆଲୋକକୁ ଝାପ୍ସା ଭାବରେ ଦେଖିପାରୁଛ କି? କାଗଜରେ ଥିବା ତୈଳଯୁକ୍ତ ଛାପରୁ ଜଣା ପଡୁଛି ଯେ ଖାଦ୍ୟ ସାମଗ୍ରୀରେ ଫ୍ୟାଟ ରହିଛି। ଏମାନଙ୍କ ମଧ୍ୟରୁ କେଉଁ ଜିନିଷ ଫ୍ୟାଟ ଥାଏ? ସାରଣୀ 3.4ରେ ତମ ପର୍ଯ୍ୟବେକ୍ଷଣ ଗୁଡିକ ରେକର୍ଡ କର। ପ୍ରୋଟିନ ପାଇଁ ପରୀକ୍ଷା କରିବା। ଆସ ଅନୁସନ୍ଧାନ କରିବା। ଏହି କାର୍ଯ୍ୟ ଶିକ୍ଷକଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇପାରେ। ପୂର୍ବ କାର୍ଯ୍ୟରେ ପରୀକ୍ଷା କରାଯାଉଥିବା ଖାଦ୍ୟ ପଦାର୍ଥ ନିଅ। ହେମଦସ୍ତା ବ୍ୟବହାର କରି ଖାଦ୍ୟ ସାମଗ୍ରୀ ଏକ ପେଷ୍ଟ କିମ୍ବା ପାଉଡର ତିଆରି କର। ଖାଦ୍ୟ ପଦାର୍ଥ ନବ ହେମଦସ୍ତା ପିଲାମାନେ, ହେମଦସ୍ତା ଦ୍ୱାରା ଖାଦ୍ୟକୁ ପେଷ୍ଟ କରିବ। ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ଏକ ଅଲଗା ସଫା ଷ୍ଟେଜ ଟ୍ୟୁବରେ ପ୍ରାୟ ଅଧା ଚାମଚ ରଖ। ଅଲଗା ଅଲଗା ଖାଦ୍ୟ ପଦାର୍ଥ ନବ, ଯେମିତି ଆଳୁ ଗୋଟେ ନବ, ବାଇଗଣ ଗୋଟେ ନବ, ପିଆଜ ଗୋଟେ ନବ। ଏଇ ଯାକୁ କୁଦିବ ହେମଦସ୍ତାରେ ଗୁଣ୍ଡ କରିବ, ତା ଅଲଗା ଅଲଗା ଦାଡିରେ ରଖିବ।
ଥାଳିରେ ରଖିବ। ସତର୍କତା କଣ? ଏହି ରାସାୟନିକ ପଦାର୍ଥ କ୍ଷତିକାର ଏବଂ ଏହାକୁ ସାବଧାନ ସହ ପରିଚାଳନା କରିବା ଆବଶ୍ୟକ। ସୂଚନା ନ ପାଇବା ପର୍ଯ୍ୟନ୍ତ ରାସାୟନିକ ପଦାର୍ଥକୁ ସ୍ପର୍ଶ କର ନାହିଁ ପିଲାମାନେ, କେବେ ବି କରିବନି। ଶିକ୍ଷକଙ୍କୁ ପଚାରି ହିଁ କରିବ ପିଲାମାନେ। ଚାଲନ୍ତୁ ଯିବା ଏବେ। ଯଦି ତୁମ ଶରୀରରେ କୌଣସି ରାସାୟନିକ ପଦାର୍ଥ ପଡିଯାଏ ତେବେ ତୁରନ୍ତ ପଡିଥିବା ସ୍ଥାନକୁ ପାଣିରେ ଧୋଇ ଦିଅ, ନିଶ୍ଚୟ ଧୋଇ ଦିଅ, ନହେଲେ ଦେହ ଖରାପ ହୋଇଯିବ। ଏହି ରାସାୟନିକ ପଦାର୍ଥ ଗୁଡିକ ମଧ୍ୟରୁ କୌଣସିଟିକୁ ତୁମ ପାଟିରେ ଲଗାଅ ନାହିଁ କିମ୍ବା ସେଗୁଡ଼ିକୁ ଶୁଙ୍ଘ ନାହିଁ ପିଲାମାନେ। ହଁ ପିଲାମାନେ, ଚାଲ ପରୀକ୍ଷା କରିବା ଏବେ। ପ୍ରତ୍ୟେକ ଟେଷ୍ଟ ଟ୍ୟୁବରେ 2-3 ଚାମଚ ପାଣି ମିଶାଇ ଭଲ ଭାବରେ ଗୋଳାଇ ଦିଅ। ଏହା ଆମେ କଣ ପାଇଁ ପରୀକ୍ଷା କରୁଛୁ ପିଲାମାନେ? ଦେଖନ୍ତୁ, ପ୍ରୋଟିନ ଅଛି କି ନାହିଁ ଜାଣିବା। ଗୋଟିଏ ଡବରେ ବ୍ୟବହାର କରି ପ୍ରତ୍ୟେକ ଟେଷ୍ଟ ଟ୍ୟୁବରେ 2 ବୁନ୍ଦା ଲେଖାଏଁ ସଲଫେଟ ଦ୍ରବଣ ମିଶାଅ। ବର୍ତ୍ତମାନ ଅନ୍ୟ ଏକ ଦର୍ପଣ ନିଅ ଏବଂ ପ୍ରତ୍ୟେକ ଟେଷ୍ଟ ଟ୍ୟୁବରେ 10 ବୁନ୍ଦା କଷ୍ଟିକ ସୋଡା ଦ୍ରବଣ ମିଶାଅ। ବୁଝିଲ? ଦେଖ, ଇଏ ହଉଛି ଦୃଶ୍ୟ। ମୁଁ କହିବି ପିଲାମାନେ, ଭଲ ଭାବରେ ହଲାଇ ଟେଷ୍ଟ ଟ୍ୟୁବକୁ କିଛି ମିନିଟ ରଖ। ପିଲାମାନେ ଦେଖନ୍ତୁ, ହେମଦସ୍ତାରେ ସେ ଗୁଣ୍ଡ କରିଛି, ପାଉରୁଟି ନେଇଛି, ଚାଉଳ ନେଇଛି, ଚିନାବାଦାମ, ମଟର, ବିନ୍, ସୋୟାବିନ୍ ଅଲଗା ଅଲଗା ଜାଗାରେ ସେ ନେଇଛି। ପ୍ରଥମେ କଣ ପକେଇଲା ପିଲାମାନେ? ପ୍ରଥମେ ପିଲାମାନେ ସେ କିଛି କପର ସଲଫେଟ ପକେଇଲା, ତାପରେ କଷ୍ଟିକ ସୋଡା ପକେଇଲା, ତାହା ଦ୍ୱାରା ହାଲକା ସେ ଝାଙ୍କିଲା, ଯାହା ଦ୍ୱାରା ଜଣା ପଡିବ ଯେ ପ୍ରୋଟିନ ଅଛି କି ନାହିଁ। ବିଭିନ୍ନ ଖାଦ୍ୟ ପଦାର୍ଥରେ ପ୍ରୋଟିନ ଉପସ୍ଥିତ ପରୀକ୍ଷା। ତୁମେ କଣ ଦେଖିଲ? କିଛି ଟେଷ୍ଟ ଟ୍ୟୁବରେ ଥିବା ବସ୍ତୁ ବାଇଗଣୀ ରଙ୍ଗ ପାଲଟିଛି କି? ଏହି ବାଇଗଣୀ ରଙ୍ଗ ଖାଦ୍ୟ ପଦାର୍ଥରେ ଥିବା ପ୍ରୋଟିନକୁ ସୂଚିତ କରେ। ସାରଣୀ 3.4 ତୁମର ପରୀକ୍ଷା ଫଳ ଲେଖ। ସାରଣୀ 3.4 କଣ ସେଥିରେ ନିର୍ଣ୍ଣୟ କରିପାରିବ? କେଉଁ ଖାଦ୍ୟ ପଦାର୍ଥରେ 1ରୁ ଅଧିକ ପୋଷଣ ପରିସ୍ଥିତି ଦେଖାଯାଉଛ? କେଉଁ ଖାଦ୍ୟ ପଦାର୍ଥରେ ଉଭୟ ପ୍ରୋଟିନ ଏବଂ ଫ୍ୟାଟର ଉପସ୍ଥିତି ଦେଖାଯାଉଛି? ଏହି ଗୋଟେ ତାଲିକା କରିବ ପିଲାମାନେ। ଚିନାବାଦାମ ଉଭୟ ପ୍ରୋଟିନ ଏବଂ ଫ୍ୟାଟର ଉପସ୍ଥିତି ଦେଖାଯାଉଛି। ଏହା ସୂଚିତ କରେ ଯେ ଆମେ ଖାଉଥିବା ଯେକୌଣସି ଖାଦ୍ୟରେ ଏକାଧିକ ପୋଷକ ରହିପାରେ। ବୁଝିଲେ ପିଲା? ଏପରି କୌଣସି ଖାଦ୍ୟ ପଦାର୍ଥ ଅଛି କି ଯେଉଁଥିରେ ଏହି ପୋଷକ ତତ୍ତ୍ୱର ଅଭାବ ରହିଛି? ତୁମେ ପ୍ରତିଦିନ କେଉଁ ଖାଦ୍ୟ ଖାଅ? ଷ୍ଟାର୍ଚ, ଫ୍ୟାଟ ଏବଂ ପ୍ରୋଟିନ ଉତ୍ତମ ଉତ୍ସ ଅନ୍ୟାନ୍ୟ ଖାଦ୍ୟ ଜାଣିବାକୁ ଚେଷ୍ଟା କରିବା। ଚାଲନ୍ତୁ ଏବେ ଆଗକୁ ବଢିବା। ବିଭିନ୍ନ ଖାଦ୍ୟ ପଦାର୍ଥରେ ଥିବା ପୋଷକର ଅନୁସନ୍ଧାନ କରିବା। ଖାଦ୍ୟର ଦ୍ରବ୍ୟ ରହିଛି ପିଲାମାନେ। ଷ୍ଟାର୍ଚ ପରୀକ୍ଷା ପାଇଁ ଖାଦ୍ୟ ପଦାର୍ଥ ରଙ୍ଗ, ଫ୍ୟାଟ ପରୀକ୍ଷା ପାଇଁ ତୈଳଯୁକ୍ତ ଛାପ, ଖାଦ୍ୟ ଦ୍ରବ୍ୟ ରଙ୍ଗ, ପ୍ରୋଟିନ ପରୀକ୍ଷା ପାଇଁ ଷ୍ଟାର୍ଚ ଉପସ୍ଥିତ, ଫ୍ୟାଟ ଉପସ୍ଥିତ ପ୍ରୋଟିନ। ଏହାକୁ ଆମେ ପିଲାମାନେ ଆଜି ଏଇ ଭିଡିଓଟିକୁ ଆଜି ମୁଁ ଏଇଠି ହିଁ ରଖୁଛି ପିଲାମାନେ। ଆଉ ଆଗାମୀ ଭିଡିଓରେ ବାକି ରହିଥିବା ବିଷୟବସ୍ତୁକୁ ମୁଁ ଆଲୋଚନା କରିବି। ପିଲାମାନେ, ଏଇ ଯଦି ଭିଡିଓଟି ଯଦି ଭଲ ଲାଗିଥିବ ହେଲେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।